Hello, hello. Am I audible? Yes, sir. Yes, Good sir. evening, all. Good evening. Good evening. सारे स्क्रीन शेयर करिवे आगे जेमती आगे आप हाँ करूँ करिवे आगे आगे देखा जाऊ समस्त स्क्रीन देखा जाऊ जी Yes, sir. Yes, sir. ठीक अछि देख मु कहि दो जी तमरा फिजिक्स रा जहां भी प्रॉब्लम होची सार को कहबो सारा क्वेश्चन डिस्कशन करिवे ता सहित बेसिक भी कहबे बुझ पाइलो तो स्पेशल क्लास अरेंज करा है तुम पाइन जेतु कहतलो फिजिक्स रा प्रॉब्लम है जी काली मैथमेटिक्स रा सेमती स्पेशल क्लास दिन बेला हबो तो किछि भी मन भीतर डाउट रखिबोनी सार को पचारिबो बुझ पाइलो हां सारे ପିଲା ଜଏନ୍ କରିବା ପାଇଁ ଅଛନ୍ତି କି ना तो पिला तो जॉइन करिवे सारे 7:30 आउ 4 मिनिट वेट करंतु 7:10 रु स्टार्ट करिवे ଆଜ୍ଞା ସାର୍ ଠିକ ଅଛି ଠିକ ଅଛି हां हां ହଉ आ ସାର୍ सर एमती करिवे सर जेमती हम पिला सब माने तांकर 25 टा क्वेश्चन आछो से जेमती एग्जाम रो 25 टा जांका करि परिवे बुझि पाइले ଆଜ୍ଞା ସାର୍ ନିହାତି 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 ସାର୍ पूरा तांकर जेमती ଆଜ୍ଞା कांसेप्ट पूरा क्लियर है सर बहुत एक्सपीरियंस सेत पय किछि टेंशन नबनी जहां डाउट अछि सर को पचारिबो पूरा स्टार्टिंग रो सर ही करेबे स्टार्टिंग क्लास रो जहां भी तमर हेतला सही बेसिस रे सर क्वेश्चन नै जंदी सब पचारिबो ଆଜ୍ଞା ହଉ ସାର୍ ठीक अछि तो मु ଆଜ୍ଞା ଆଜ୍ଞା एग्जिस्ट ମୁଁ होजी ଷ୍ଟାର୍ଟ सर କରିବି ସାର୍ 7:10 रु स्टार्ट कर देबे आ ଆଜ୍ଞା ଆଜ୍ଞା ଠିକ हां ठीक ଯେ ତୁମେ ଜାଣିଛ କି ମତେ ଜାଣିଛ କି ଧନ୍ୟବାଦ ଆଜ୍ଞା ନମସ୍କାର ସାର୍ ନମସ୍କାର ଜାଣିଛ ସାର୍ ନମସ୍କାର ହଁ ଆଜ୍ଞା ସାର୍ ନମସ୍କାର ସାର୍ ଦେଖିଥିଲୁ କୋଉଠି ସାର୍ ଏଇ ପ୍ରିଭିୟସ୍ ଇୟର ଆରଏସଟି ର ମ୍ୟାଥମେଟିକ୍ସ କ୍ଲାସ୍ ସାର୍ ଅପଲୋଡ କରିଥିଲେ ସେଇଟା ସାର୍ ଦେଖିଥିଲୁ ହଁ ଠିକ ଅଛି ମୁଁ ସେଇ ମ୍ୟାଥ ପଢଉଥିଲି ଆଉ ଓଭିଏସ୍ ପିଲାଙ୍କୁ ପିଜିଟି ପିଲାଙ୍କୁ ଫିଜିକ୍ସ ବି ପଢଉଥିଲି ଠିକ ଅଛି ମୁଁ ସୂର୍ଯ୍ୟ ଜାଣିଥିବ ବୋଧେ ନା ଭାବୁଛି ତ ତୁମର କଣ ଅସୁବିଧା ହେଇଛି ଟିକେ ମତେ ଜଣାଅ ଯେ ସାର୍ ଏଇଟା ଅସୁବିଧା ହେଇଛି ଆପଣ ଏଇଆ କରନ୍ତୁ ହଁ କଣ ହେଇଛି ମତେ ଟିକେ ଜଣାଅ ସେଇ ଅନୁସାରେ ଦେଖ ଫିଜିକ୍ସ ଯଦି ତୁମେ ବୁଝିବାକୁ ଯିବ ତୁମର ଯୋଉ କୋର୍ସ ଅଛି +2 କୋର୍ସ ତୁମେ ସବୁ ଜାଣିଥିବ ଓଏସଟି ଦେଇଛ ତେଣୁ ସବୁ ଜାଣିଛ ଏଗୁଡାକ ତ ଯେହେତୁ ତୁମର ଏଟା +2 କୋର୍ସ +2 ଫିଜିକ୍ସ ଟା ଏତେ ଛୋଟ କଥା ନୁହଁ ବହୁତ ବହୁତ ଭାଷ୍ଟ ଜିନିଷଟା ତେଣୁ ତୁମେ ଯଦି ଚାହିଁବ ଯେ ପୁରା ଫଣ୍ଡାମେଣ୍ଟାଲ ଦେଖିବା ପାଇଁ ତ ଫଣ୍ଡାମେଣ୍ଟାଲ କ୍ଲିୟର ହେଇଯିବ କିଛି ଅସୁବିଧା ନାହିଁ ତୁମକୁ ଦି ପ୍ରକାର ତୁମକୁ ଏଠି ଫଣ୍ଡାମେଣ୍ଟାଲ କ୍ଲିୟର ହବାର ନାହିଁ ଫାର୍ଷ୍ଟ କଥା ହେଲା ତୁମକୁ ଏକ୍ଜାମ କ୍ରାକ୍ କରିବାର ଅଛି ବୁଝି ହଉଛି ଆଜ୍ଞା ଆଜ୍ଞା ସାର୍ ହଁ ତ ତୁମେ ସେଇ ଅନୁସାରେ ପ୍ରିପେୟାର କରିବ ଯେମିତି ଫଣ୍ଡାମେଣ୍ଟାଲ ବି ହବ ତା ସହିତ କଣ ହବ ଏକ୍ଜାମ ବି କ୍ରାକ୍ ହବ ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଠିକ ଅଛି ପ୍ରାକ୍ଟିସ୍ ସାର୍ ଏପ୍ରୋଚଟା ଟିକେ ବତେଇବେ ଟିକେ। ଠିକ ଅଛି ହଁ ମୁଁ କ୍ୱେଶ୍ଚନ ତୁମ ଦେଖ ତୁମ ଜେନେରାଲି କଣ ଆସୁଛି ହୁଁ ଜେନେରାଲି ତୁମର କଣ ଆସୁଛି ଥିଓରିଟିକାଲ କ୍ୱେଶ୍ଚନ ହିଁ ଆସୁଛି ବେଶୀ ମ୍ୟାଥମେଟିକାଲ କ୍ୱେଶ୍ଚନ ଆରଏସଟି ର ବା ତୁମର ଯୋଉ ଆରଏସଟି ଥିଲା ସିଏସଟି ବି ଯୋଉ ହେଇଥିଲା ତା ଦେହରେ ବେଶୀ ମ୍ୟାଥମେଟିକାଲ କ୍ୱେଶ୍ଚନ ଆସେନି ଜେନେରାଲି ଥିଓରିଟିକାଲ କ୍ୱେଶ୍ଚନ ହିଁ ଆସେ
ନାଇଁ ତଥାପି ସାର୍ ମୁଁ ଏଇଥର ବୋଥ ନେଇଛି। ଏଇଥର ସାର୍ ଟିକେ ହଁ ଆସିଥିଲା ସାର୍ ଏଇଥର ଟିକେ ବହୁତ ପ୍ରୋବ୍ଲେମେଟିକ୍ ଆସିଥିଲା ସବୁ। ଆଚ୍ଛା ଠିକ ଅଛି, ମୁଁ ବୋଥ ମୁଁ ନେଇଛି, ଏଇ ଏବେ ଦେଖ ମ୍ୟାଥମେଟିକାଲ ବି ନେଇଛି, ଥିଓରିଟିକାଲ ବି ନେଇଛି, ଠିକ ଅଛି। ସାର୍ ହଁ ତ ବୋଥ ମୁଁ କ୍ୱେଶ୍ଚନ ନେଇଛି, ମୁଁ ଏଠି 6-7ଟା କ୍ୱେଶ୍ଚନ ନେଇଛି, କାହିଁକି ନା ମୁଁ ଫାର୍ଷ୍ଟ କ୍ଲାସ, ମୁଁ ଜାଣି ନାହିଁ ତୁମର କଣ ଅଛି ଡାଉଟ, ତ ସେଇଥିପାଇଁ ମୁଁ ବହୁତ ଅଳ୍ପ କ୍ୱେଶ୍ଚନ ନେଇଛି, 6-7ଟା କ୍ୱେଶ୍ଚନ ଡିସ୍କସନ କରିବା। ଫାର୍ଷ୍ଟଲି ଆମେ କଣ କରିବା, ଷ୍ଟାର୍ଟିଂ କରିବା କୋଉଠୁ? ହଁ କୁହ। ସାର୍ ଗୋଟେ କ୍ୱେଶ୍ଚନ ସାର୍, ଆମର ଯୋଉ ୟା ପ୍ରିଭିୟସ୍ ଏଇ ଯୋଉ ଆରଏସଟି ଯୋଉ ଏକ୍ଜାମ ହେଇଥିଲା ସାର୍, ହୁଁ ହୁଁ ତାର ହୁଁ ଫିଜିକ୍ସ କ୍ୱେଶ୍ଚନ ଅଛି ସାର୍, ସେଇଟା ଟିକେ ଆମକୁ ଟିକେ କଣ୍ଟେଣ୍ଟ ଏରିଆ ଟିକେ ଦେଖିକି କୋଉଠୁ କେମିତି କ୍ୱେଶ୍ଚନ ଅଛି ଟିକେ ଆନାଲିସିସ୍ କରିଦେଲେ ବେଟର ହୁଅନ୍ତା ସାର୍ ଟିକେ। ସେଇଟା ଯଦି ତୁମେ କେହି ଦେଇଥିଲ, ତ ଯଦି ହଁ ସାର୍ ତୁମେ ମୁଁ କେହି ମୁଁ ଦେଇଥିବ ତାହେଲେ ଦେଇଥିଲି ତୁମ ସାର୍। ହଁ, ତ ତୁମେ ମତେ ସେଣ୍ଡ କରିଦିଅ, ଠିକ ସାର୍ ଅଛି। ସାର୍ ମୁଁ ଆଜ୍ଞା ହଁ ମତେ ହଉ ସାରଙ୍କୁ ହଉ ସେଣ୍ଡ କରିଦିଅ, ଯଦି ମତେ ବି ସେଣ୍ଡ କରିବ, ମୋ ନମ୍ବର ଟା ଲେଖି ଦଉଛି, ହ୍ୱାଟ୍ସଆପ ସାର୍ ରେ ନମ୍ବର ସେଣ୍ଡ କରିଦବ ମତେ, ଠିକ ଅଛି। ଆଜ୍ଞା ସାର୍ ନମ୍ବରଟା ଦେଇଦିଅନ୍ତୁ। ନମ୍ବରଟା ଲେଖିଥ, ହ୍ୱାଟ୍ସଆପ ରେ ଦରକାର ଆସିବ ତୁମର, ସାର୍ 8249874130। ଓକେ, ତ ଆଜ୍ଞା ତୁମେ ଏଇ ସାର୍ ନମ୍ବରରେ ମତେ ହ୍ୱାଟ୍ସଆପ କରିଦିଅ, ତ ମୁଁ ତାକୁ ଟିକେ ଆନାଲାଇସିସ୍ କରିବି। ଯଦି ଦେଖ ତୁମର ଏଟା ତ ଗୋଟିଏ ସିଟିଂ ଥିଲା କି ନା ଦିଟା ଥିଲା ପିସିଏମ ର? ଗୋଟେ ସିଟିଂ ସାର୍, ଗୋଟେ ସିଟିଂ ଥିଲା। ଗୋଟାଏ ସିଟିଂ ଥିଲା, ଠିକ ଅଛି, ତାହେଲେ ମତେ ସେୟାର କରିଦିଅ, ମୁଁ ଚେକ୍ କରୁଛି, ଠିକ ଅଛି। ହଁ ସାର୍ ଠିକ୍ ଅଛି। ଦେଖିବା କଣ ଅଛି, ମୁଁ ନେକ୍ସଟ କ୍ଲାସରୁ ସେଇ ଅନୁସାରେ ଦେବି ଆଉ। ଆଜ୍ଞା ଆଜ୍ଞା ସାର୍। ହଁ ଗୋଟେ ମିନିଟ୍। ମୁଁ ଏବେ ପଠେଇ ଦଉଛି ସାର୍ ଆପଣଙ୍କୁ। ହଁ ପଠେଇଦିଅ, ମୁଁ ପରେ ଚେକ୍ ହଁ, କରିବି, ଠିକ ଅଛି। ଟିକେ ଲିଭ୍ ହେଇକି ସାର୍ ପଠେଇ ଦଉଛି, ପୁଣି ଜଏନ୍ ହେଇଦେବି। ହଁ ଠିକ ଅଛି। ଆଉ କାହାର କିଛି doubt ଅଛି କି? କୋଉଠି କଣ ଅସୁବିଧା ହଉଛି ଟିକେ ଜଣାଅ ମତେ, ନ ଜଣାଇଲେ ମୁଁ କେମିତି କଣ କରିବି? ପୁରା ଫଣ୍ଡାମେଣ୍ଟାଲ ଯିବା, ଫିଜିକ୍ସ କଣ ସେଇଠୁ ଷ୍ଟାର୍ଟ କରିବା, ନା ତୁମ ସିଲାବସରେ ଯାହା ଅଛି ଆମେ ସେଇଠୁ ଷ୍ଟାର୍ଟ କରିବା? ନା ସାର୍ ସିଲାବସ ରୁ ଷ୍ଟାର୍ଟ କରିବା। ସାର୍ ହେଲେ ସାର୍ ସିଲାବସ ରୁ ଷ୍ଟାର୍ଟ କରିବା ସାର୍। ସିଲାବସ ରୁ ଷ୍ଟାର୍ଟ କରିବା, କିନ୍ତୁ ଯାହା ଅଛି ଟିକେ ଫଣ୍ଡାମେଣ୍ଟାଲ ତାର ଟିକେ ଯିବା। ହଁ ବାସ୍, ବେସିକଲି କହିଦେବି। କଣ ଆଗେ ତୁମେ ନ ଜାଣିଲେ କେମିତି ଷ୍ଟାର୍ଟ କରିବ ସିଲାବସ? ସିଲାବସ ଡାଇରେକ୍ଟ ମୋସନ ଷ୍ଟାର୍ଟ ହେଇଛି, ନୁହେଁ କି? ଆଜ୍ଞା। ତ ମୋସନ ହଁ କଣ, ରେଷ୍ଟ କଣ, ତୁମେ ଯେପର୍ଯ୍ୟନ୍ତ ନ ଜାଣିଛ, ତୁମେ ୟୁନିଫର୍ମ ମୋସନ କେମିତି ଜାଣିବ? ଆକ୍ସିଲରେସନ ଭେଲୋସିଟି ଯଦି ନ ଜାଣିଛ, ୟୁନିଫର୍ମ ମୋସନ ମାନେ ଜାଣିଛ? କେହି କହିପାରିବ ହ୍ୱାଟ ଡୁ ୟୁ ମିନ୍ ବାଇ ୟୁନିଫର୍ମ ମୋସନ? ସାର୍ ମାନେ ସ୍ପିଡ ଟା ଇକ୍ୱାଲ ହେଲେ କନଷ୍ଟାଣ୍ଟ ରହିବ, କୋଉଟା କନଷ୍ଟାଣ୍ଟ ରହିବ? ମାନେ ଆମର ଡିଷ୍ଟାନ୍ସ ଟା। ଇକ୍ୱାଲ ଡିଷ୍ଟାନ୍ସ ଟାଇମ୍ସ କନଷ୍ଟାଣ୍ଟ ରହିଲେ ଇଣ୍ଟରଭାଲରେ ୟୁନିଫର୍ମ ଇକ୍ୱାଲ ମୋସନ ମୋସନ नो। ଟ୍ରାଭେଲ କରିବ। ହଁ ତ ସେମ୍ ଟାଇମରେ କୋଉଟା ସେମ୍ ସାର୍ କନଷ୍ଟାଣ୍ଟ ଡିଷ୍ଟାନ୍ସ ରହିବ? ଭେଲୋସିଟି କୋଶ୍ଚିନ୍ କନଷ୍ଟାଣ୍ଟ ରହିବ, ଆକ୍ସେଲରେସନ ଜିରୋ ହବ। ଭେରି ଗୁଡ। ତ ଭେଲୋସିଟି ରହିବ କନଷ୍ଟାଣ୍ଟ ଆଉ ଆକ୍ସିଲରେସନ ହବ ଜିରୋ, ସେଇଟାକୁ ଆମେ କଣ କହିବା? ୟୁନିଫର୍ମ ମୋସନ। ଠିକ ଅଛି, ତ ସେଗୁଡା ସବୁ ଆମେ ଦେଖିବା। ସେ ଜଏନ କଲେ, ଯିଏ ଯାଇଥିଲେ ଲେଫ୍ଟ ଯିଏ ହେଇଥିଲେ, ସେ ଜଏନ କଲେନି? ନା ନା ଜଏନ କରିନାହାନ୍ତି ସାର୍। ଠିକ ଅଛି। ସାର୍ ମୋସନ ଚାପ୍ଟର ରୁ ବହୁତ କ୍ୱେଶ୍ଚନ ଆସୁଛି। ହଁ ମୁଁ ଜାଣିଛି, ମୋସନ ଟା ଇମ୍ପୋର୍ଟାଣ୍ଟ ଚାପ୍ଟର, ତ ଆଜ୍ଞା ମୋସନ ରୁ ହିଁ ଅଧିକା କ୍ୱେଶ୍ଚନ ଆସେ। ଆଜ୍ଞା, ଏଇ ଚାପ୍ଟର ଟା ଟିକେ କ୍ଲିୟର କରିଦେବେ। ହଁ ପ୍ରୋବ୍ଲେମ ନିହାତି ୱିଥ ନିହାତି ପ୍ରୋବ୍ଲେମେଟିକ। ହଁ ସାର୍ କ୍ୱେଶ୍ଚନ ପ୍ରୋବ୍ଲେମେଟିକ ମୁଁ ସେଣ୍ଡ କରିଦେବି କିଛି। ହଁ କଣ କ୍ୱେଶ୍ଚନ କହୁଥିଲେ ସେଣ୍ଡ କି, ଆଉ ଜଣେ କରିଦେବି କିଏ କଣ? ଆଜ୍ଞା କ୍ୱେଶ୍ଚନ ସେଣ୍ଡ କରିଦେବି ସାର୍ ହ୍ୱାଟ୍ସଆପରେ। ହଁ ଠିକ ଅଛି ଗୁଡ, ଥ୍ୟାଙ୍କ ୟୁ। ହଁ ମୁଁ ଚେକ୍ କରିସାରିଲିଣି।
स्क्रीन समस्त की देखा जाउची बोधे ଆଜ୍ଞା ସାର୍ स्क्रीन समस्त विजिबल अछि ना Yes, sir. yes sir ठीक अछि भाई तुम्हारो क्लास रे प्राय एतिक पिला जॉइन करते 15 जन पाखापाखि जॉइन करन तो ना अधिका जॉइन करन तुम लाइव क्लास जो सब होउची ନା ଏତିକି ସାର୍ ଏତିକି 15 ରୁ 20 ଭିତରେ ଜଣକ। अच्छा ठीक अछि देखो स्टार्ट करिवा देखो फर्स्ट फिजिक्स कौन व्हाट डू यू मीन बाय फिजिक्स फिजिक्स है साइंस रो सही ब्रांच जो आम कौन करती नेचर रो फेनोमेनन को स्टडी करती तुम्हें सब साइंस स्टूडेंट एटा जानी जनरल कथा नेचर रो फेनोमेनन को आम जो साइंस रे बा लॉज ऑफ नेचर को जोटा को आम स्टडी करती कौन कह फिजिक्स बिजु केमिति मारुची घड़घड़ी केमिति मारुची ट्रैफिक रे काहे लाइट रेड लाइट ता काहे स्टॉप रो सिग्नल बा जनरली तुम देखिथिबो जते बेले भी हमरो किछि डेंजर रो सिग्नल सेटा रेड लाइट काहे दिया जाय ता पछरे भी कॉज अछि तो ए सब गुडा कहला व्हाई पचारले जोटा हम नेचर रे जहां भी देखुजंदी ता पछरे जो लॉ गुडा अछि ताकू स्टडी करिबा को कोन कहा जाय फिजिक्स गॉट इट बुझेला ଆଜ୍ଞା ସାର୍। नेक्स्ट तो ये फिजिक्स कहा को नहीं चलिबो जदी गुटे फिजिक्स रहिला तो सेति कोन आसे फास्ट आसे क्वांटिटी हमें फिजिक्स रो जहां भी करिबा फास्ट कोन आसीबो क्वांटिटी 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 कोन Wrong. कोन पूछो Hmm. हां व्हाट डू यू मीन बाय क्वांटिटी आखि खोलिले आमे जहां भी देखुचंती ऑल आर क्वांटिटी तुम्हें आखि खोल दबो जहां भी देखुचो सब गुडा को आमे कहबा क्वांटिटी हैला आखि देख ता माने आखि खोली के देखुचो माने तुम्हें सेटा फील भी करि पारुचो देखि भी पारुचो तेनु ये सब गुडा को हबो क्वांटिटी बुझेला ना बुझेलानी ଆଜ୍ଞା ସାର୍। किंतु फिजिक्स रे सब क्वांटिटी काम रे लागिबो फिजिक्स रे हमें को क्वांटिटी नबा फिजिकल क्वांटिटी तो ये फिजिकल क्वांटिटी पूरी कौन एनीवन के कहि परिबो फिजिकल क्वांटिटी Sir, किछि देखो feel. हां अजित अजित कोन कहउतलो को ସାର୍ ଚଉଡାକୁ ଆମେ ହେଲେ ମାପି ପାରିବା ଆଉ ମାନେ ତାର ଥିବ ମାସ୍ ଥିବ ଲେନ୍ଥ ଥିବ बस गुड तो फिजिकल क्वांटिटी हैला जो क्वांटिटी के आमे कोन करि परिबा मेजर करि परिबा ताको आमे कोन कहबा फिजिकल क्वांटिटी बुझियला फिजिकल क्वांटिटी कोन जो क्वांटिटी की आमे मेजर करि परिबा केमिति मेजर करि परिबा डायरेक्टली और इनडायरेक्टली ताको आमे कोन कहबा फिजिकल क्वांटिटी जेमिति तुमे राग तुम राग मनर जो रागी जाउछ सेटा मेजर करि परिबो कि मु 40 अमाउंट रो रागी 40 केजी रागी 50 केजी रागी एमिति तुमे मेजर करि परिबो कि ना तेनु राग होई गला अलगा किछि जहां भी हमर फीलिंग्स उडा क दैट आर नॉट ए फिजिकल क्वांटिटी से माने फिजिकल क्वांटिटी नुहंती क्लियर तो फिजिकल क्वांटिटी क्या कौन जहां को हमें मेजर करि परिबा डायरेक्टली हो कि इनडायरेक्टली हो जेमिति मास लेंथ टाइम एगुडा सब कोन हमें डायरेक्टली मेजर करछन क्लियर बुझियला ना बुझियलानी Yes, sir. ठीक सेमिति आसीबो एक्सीलरेशन वेलोसिटी स्पीड वॉल्यूम प्रेशर
force, these all are called physical quantity, but ଏମାନଙ୍କୁ ତ ଆମେ ଡାଇରେକ୍ଟ ମେଜର କରିପାରିବାନି। ଆମେ ଗୋଟେ ଫୋର୍ସ କୁ ଡାଇରେକ୍ଟ ମେଜର କରିପାରିବାନି। ବା ତୁମେ ଜେନେରାଲ କୁହ ଭଲ୍ୟୁମ, ଗୋଟେ ଅବଜେକ୍ଟ ର ଭଲ୍ୟୁମ ଆମେ ଡାଇରେକ୍ଟଲି ମେଜର କରିପାରିବା କି? ମୁଁ ପଚାରିବି ତୁମକୁ ଭଲ୍ୟୁମ କେତେ, ଗୋଟେ ଅବଜେକ୍ଟ ଦେଇଦେବି, ପଚାରିବି ୟାର ଭଲ୍ୟୁମ କେତେ ବା ଏରିଆ କେତେ, କେମିତି ମେଜର କରିବ ତୁମେ? କଣ ତୁମକୁ ଦରକାର ପଡିବ ସେଠି? Length, सर breadth. लेंथ लेंथ ଲେନ୍ଥ ଏଣ୍ଡ ବ୍ରେଡଥ। दरकार ତ ହଁ, ତ ଆମେ ଡାଇରେକ୍ଟ ଭଲ୍ୟୁମ ଟାକୁ ମେଜର କରିପାରିଲେ କି? କରିପାରିଲେ ନାହିଁ। ଇନଡାଇରେକ୍ଟଲି ମେଜର କଲେ କେମିତି? ନା ଲେନ୍ଥ ଇନଟୁ ବ୍ରେଡଥ ଇନଟୁ ହାଇଟ। ସେମିତି ଏରିଆ ହେଲା ଲେନ୍ଥ ଇନଟୁ ବ୍ରେଡଥ। ବଟ ଏଇ ଯୋଉ ଲେନ୍ଥ ଆଉ ବ୍ରେଡଥ ଏମାନଙ୍କୁ ଆମେ ଡାଇରେକ୍ଟ ମେଜର କରିପାରୁଛନ୍ତି। ତ ଯୋଉ ଗୁଡାକୁ ଡାଇରେକ୍ଟ ଆମେ ମେଜର କରିପାରିବା ତାକୁ କୁହାଗଲା ଫଣ୍ଡାମେଣ୍ଟାଲ ଫିଜିକାଲ କ୍ୱାଣ୍ଟିଟି। ଏଥିରୁ ବି ବେଳେ ବେଳେ କ୍ୱେଶ୍ଚନ ପକେଇ ଦିଏ, ନାହିଁ ତୁମ ସିଲାବସ ରେ ଫିର ବି क्वेश्चन पकई दिए फंडामेंटल फिजिकल क्वांटिटी। बुझेला फंडामेंटल फिजिकल क्वांटिटी कौन? ଆଜ୍ଞା ସାର୍। Yes, sir. नेक्स्ट हला जहाकू आमे इनडायरेक्टली मेजर कले। इनडायरेक्टली मेजर करिया माने फिजिक्स रे कोन? बाय यूजिंग फार्मूला। जदि आमे फार्मूला यूज करी के मेजर कले वी विल कॉल इट, ता डिराइव्ड कोन आमे फिजिकल कहबा? डिराइव्ड डिराइव्ड फिजिकल फिजिकल क्वांटिटी। तो ऑल दीज आर डिराइव्ड फिजिकल क्वांटिटी। मझिरे मझिरे एमिति आवाज जीवो, ट्रेन लाइन कड़रे घर हला। तो कौन आमे जानले जे फिजिकल क्वांटिटी के आमे टू टाइप से डिवाइड करि परबा। गोटे हला फंडामेंटल, सेकंड हला डिराइव्ड। नोट जदी करनो टिके टिके नोट करि नै चलो। अच्छा, तो वर्तमान हला केतेटा फंडामेंटल फिजिकल क्वांटिटी अछि आ 7. केते डिराइव्ड? हां, के कहयो? हां, कोन कहलो? विष्णुप्रिया सरला सातटा अछि, सरला सातटा अछि, सातटा। सातटा सातटा फंडामेंटल क्वांटिटी या फिजिकल क्वांटिटी। तो कौन से Fundamental सातटा? फंडामेंटल हम्म, फंडामेंटल तो देखो आउरी गोटे कथा अछि। मु कोन कहली आमे कोन करि परिबा? मेजर करि परिबा। तो जेतोले आमे मेजर करंती जे कोनसी गोटे ऑब्जेक्ट को बा जे कोनसी गोटे फिजिकल क्वांटिटी के जेतोले मेजर करंती सेतेबेले हमर दीटा वैल्यू दरकार हुए बा दीटा जिंसर दरकार पड़े। मेजरमेंट, मेजरमेंट करो जनरली कंपैरिजन, प्रोसेस ऑफ कंपैरिजन। अच्छा, तो ये जो मेजरमेंट है ये मेजरमेंट रे दीटा जिंस दरकार पड़े। तुमे गोटे दुकान को जीवो कहबो 5 केजी सुगार दियो बा चीनी दियो, तो ये दीटा जिंस दरकार पड़ला। गोटे हला कोन? एन magnitude. नंबर, आ गोटे हला यू यूनिट। तो ये एन टा कोन कहा जाय? मैग्नीट्यूड। Magnitude. आ यू टा कोन कहा जाय? यूनिट। Unit. बुझेला ना बुझेलानी? क्लियर अछि? तो ये जो यूनिट डिफरेंट टाइप्स रो अछि। फास्ट आसिला कोन? सीजीएस यूनिट, तापरे आसिला एमकेएस, तापरे एफपीएस, और लास्ट रे आसिला एसआई। Yes, sir. हला ए सीजीएस रे केटा फंडामेंटल क्वांटिटी थिला? तीनोटी। फास्ट आसिला मास, अच्छा सॉरी लेंथ, मास और हला टाइम। लेंथ रे थी कोन थिला? सी रो आरंभ होला सेंटीमीटर। मास रो कोन थिला? 0 ग्राम। टाइम रो सेकंड। एमकेएस ए तीनटार फंडामेंटल क्वांटिटी सेम कोन? लेंथ, मास और हला टाइम। सेम जे एमकेएस रो एटा कोन? लेंथ मीटर, मास हला केते? मास रो हला किलोग्राम, टाइम रो हला सेकंड। एगुडा सब जानछो। एफपीएस रो लेंथ रो हला फुट, पी रो मास रो हला पाउंड, टाइम रो हला सेकंड। किंतु जेतले एसआई आसिला, एसआई कोन? सिस्टम इंटरनेशनल या बा इंटरनेशनल सिस्टम ऑफ यूनिट। तो इंटरनेशनली केतोटा फिजिकल क्वांटिटी निया गला फंडामेंटल क्वांटिटी केतोटा? 7। फंडामेंटल फिजिकल क्वांटिटी बुझेला?
କ୍ଲିୟର ଅଛି? yes sir. ହଁ। ତ ଏଠି କୋଉ କୋଉ ଫିଜିକାଲ କ୍ୱାଣ୍ଟିଟି ନିଆଗଲା? କିଏ କହିପାରିବ ମତେ ଗୋଟେ ଗୋଟେ? କାହାର ମନେ ଅଛି? ଫାଷ୍ଟ ତ ସେଇ ତିନିଟା ରହିବ, ଲେନ୍ଥ, Length, length, mass, time. mass, time, then electric current, Then current. electric current, Then the thermodynamic temperature. electric current, then Temperature. temperature, temperature, amount of substance, amount of substance, luminosity. luminous intensity और ताऊ कौन कौन थे luminosity स्पेलिंग टा देखियो ठीक कर दबो हला luminosity SI हबो कि CI हबो मोर ठीक से मने नहीं हला तो लेंथ रो कौन हला यूनिट एथी मीटर मास रो केजी टाइम रो सेकंड इलेक्ट्रिक करंट रो कौन हबो I, And एम्पियर yes, आई हला तारो सिंबल एम्पियर हला तारो यूनिट ताको कैपिटल ए बोली लेखंदी एटा पिलांगर डाउट रहे गोटे आसीगला एटा इलेक्ट्रिक करेंट रेजिस्टेंस प्राय पिलांगर डाउट थाए एमानकर यूनिट रेजिस्टेंस यूनिट प्राय पिला आर कहिबे किंतु रेजिस्टेंस यूनिट कोन ओम Ohm. हला ठीक अछि तापर नेक्स्ट हला टेंपरेचर रो कोन आला सेल्सियस ना केल्विन Kelvin. The Kelvin. केल्विन नॉट सेल्सियस मन रखियो हला अमाउंट ऑफ सब्सटेंस मोल और लुमिनस इंटेंसिटी रो candela, कैंडेला कैंडेला सीडी बुझियला एतिकी Aଜ୍ଞା. luminosity ଟା sir କୋଉଠି ୟୁଜ ହୁଏ କୋଉଠି ତାର କେମିତି କଣ? अच्छा लुमिनस इंटेंसिटी टा एक्चुअली लाइट ऊपर आसे मनकर इलेक्ट्रोमैग्नेटिक वेव हाई गला लुमिनस इंटेंसिटी हैला एक्चुअली आमे जोटा कहउछंती कोन उज्जवलता जोटा ब्राइटनेस जोटा कहउछंती सेटा को लुमिनस इंटेंसिटी कहंती हैला केते गुटे ऑब्जेक्ट जेतिका हमर रेडियो एक्टिविटी रो यूज हुए नने जोटी इलेक्ट्रोमैग्नेटिक स्पेक्ट्रम आसे सेटी यूज हुए जनरली एटा एटॉमिक फिजिक्स आउ न्यूक्लियर फिजिक्स रो यूज हुए लुमिनस इंटेंसिटी ठीक अछि ତାହେଲେ ସାର୍ ଯେତେ ଲୁମିନୋସିଟି ଯେତେ ଅଧିକ ତାହେଲେ ସେତେ ବଲ୍ ଟା ସେତେ ତାର ବ୍ରାଇଟନେସ୍ ସେତେ ଅଧିକ। लुमिनस इंटेंसिटी सहित ब्राइटनेस मु सियोर नुह एटा हला ଆଜ୍ଞା मु सियोर नुह मु एटा देखि तुमु कहबी मु कहली जिमिति ब्राइटनेस हमर अछि ठीक सेही भलिया हमें लुमिनस इंटेंसिटी के सेही भलिया माने कनेक्ट करि परिबा बट आई एम नॉट श्योर अबाउट द रिलेशन बिटवीन लुमिनस इंटेंसिटी एंड ब्राइटनेस ଆଜ୍ଞା ସାର୍ ଠିକ। प्राय अधिका हबो कारण इंटेंसिटी माने कोन इंटेंसिटी बुझौची माने सेटा ब्राइटनेस को भी बुझौची बा एनर्जी की बुझौची तो प्राय अधिका हबो बट मु देखि तुमु कोइ यदि तुमे जानिचो भी मते कहि परिबो कि असुविधा नै तुमे जानचो किछि आय ऊपर लुमिनस इंटेंसिटी ऊपर ନା ସାର୍ ଏମିତି ସାର୍ କହିଥିଲେ ମୁଁ ଶୁଣିଥିଲି ସବୁ ବଲ୍ हां ଗୁଡା कोन ଦେଖିକି कहितले ଲେଖା ଟିକେ ହେଇଛି कहनो किछि असुविधा नै मोर नॉलेज शेयरिंग इज लर्निंग तुमे जानचो हां ପ୍ରତ୍ୟେକ ଏଇ ଯୋଉ ବଲ୍ ତାର ଯୋଉ ଉପରେ ଲେଖା ହେଇଥିବ ଲୁମିନୋସିଟି ଏତିକି ଅଧିକ କିନ୍ତୁ ମୁଁ ସେଟା ଟିକେ କନଫ୍ୟୁଜ ଟିକେ ଲୁମିନୋସିଟି ଯେତେ କମ ଥିବ ବଲ୍ ଟା ସେତେ ଅଧିକ ଜଳିବ କି ଲୁମିନୋସିଟି ଯେତେ ଅଧିକ ଥିବ ବଲ୍ ଟା ସେତେ କଣ ଏଇଟା ଟିକେ ମୁଁ କନଫ୍ୟୁଜ ଥିଲି ମୁଁ ଭାବିଲି କାଳେ ଆପଣ ଜାଣିଥିବେ ଟିକେ କହିଲେ ମୁଁ ना मु सियोर नुह तुमको भूल भाल कहबिनी ठीक अछि ଆଜ୍ଞା तो मु देखिକି निहाती कहबी तुमको ହେଲା ଆଚ୍ଛା ଆଚ୍ଛା मु सियोर नुह तुमको भूल कहदेबी भूल कांसेप्ट मुंडा रहि गले रहि जीव सब दिन पाए सेटा ठीक हबा बहुत टाइम लागे तो मु सियोर नुह किंतु मते जतिकी लुमिनस इंटेंसिटी रो वर्ड रु जतिकी मते बुझा पड़छि जे हुए तो ब्राइटनेस अधिका जार तार लुमिनस इंटेंसिटी अधिका हेइथिबो बट आई एम नॉट श्योर ଆଜ୍ଞା नेक्स्ट तो ये सला फंडामेंटल फिजिकल क्वांटिटी परे तुमे जानिଛ डायमेंशन सब क्लियर अछ डायमेंशन फार्मूला केमिति कोन डायमेंशन बाहर करंती ହଁ ସାର୍ हैं ହଁ ଜାଣିଛୁ ତ ତଥାପି କିଛି ସର୍ଟକଟ କିଛି ଇଏ ଅଛି କେମିତି ଟିକେ ଭଲ
আচ্ছা ঠিক আছে সর্টকট নুহ তুমি দেখ সাতটা ফন্ডামেন্টাল ফিজিক্যাল কোয়ান্টিটি ଅଛି তো সাতটা ফন্ডামেন্টাল আচ্ছা তুমি কেমিস্ট ସାର୍ କହିଛନ୍ତି ଫର୍ମୁଲାରୁ ଡିରାଇଭ୍ କରିବାକୁ କହିଛନ୍ତି ନା ଡାଇରେକ୍ଟ ମନେ ରଖିଦେବାକୁ କହିଛନ୍ତି ନା ଫର୍ମୁଲା ରୁ କେମିତି ଡେରାଇଭ୍ ଡିରାଇଭ୍ କରୁଛୁ କରୁଛନ୍ତି କହିଥିଲେ। ବାସ୍ ସେଇଭଳିଆ ହିଁ କରିବ କାରଣ ଡାଇରେକ୍ଟ ମନେ ରଖିଦେଲେ ସେଟା ଭୁଲଭାଲ ହେଇଯିବ ହେଲା ତେଣୁ ଫର୍ମୁଲାରୁ ସବୁବେଳେ ଡିରାଇଭ୍ କରିବ ସେଇଟା ବେଟର ତୁମେ ଜାଣିଛ ଲେନ୍ଥ ର କଣ ଲେନ୍ଥ ହେଲା କଣ ମାସ୍ ଏଲ୍ ଏମ୍ କ୍ୟାପିଟାଲ ଏମ୍ ସରି ଆରେ ଲେନ୍ଥ ଏଲ୍ ହେଲା ଏଲ୍ ମାସ୍ ର ହେଲା ଏମ୍ ଏଲ୍ টাইম ର ହେଲା ଟି ଇଲେକ୍ଟ୍ରିକ କରେଣ୍ଟ ର ହବ ଆମ୍ପିୟର ଟେମ୍ପରେଚର ର ହବ କେ ମୋଲ ମୋଲ ସେଇ ମୋଲ ରହିବ ଆଉ ଲୁମିନସ୍ ଇଣ୍ଟେନ୍ସିଟି ର ହବ ସେଇ ସିଡି କ୍ଲିୟର ଏତିକି ୟାକୁ ନେଇକି ତୁମେ ଜାଣିଛ କେମିତି ବାହାର କରିବ ଡାଇମେନସନ ନା ସେଗୁଡା ଟିକେ ଦେଖେଇବି ଜାଣିଛୁ ସାର୍ ବଟ୍ ଗୋଟେ ଗୋଟେ ଇମ୍ପୋର୍ଟାଣ୍ଟ ଟା ମାନେ କେତେଟା ଟିକେ କହିଦେଲେ ବେଟର। ଠିକ ଅଛି ଜେନେରାଲି ଆମେ ଷ୍ଟାର୍ଟ କରିବା ଭେଲୋସିଟି ଠାରୁ ଭେଲୋସିଟି ର ଫର୍ମୁଲା କଣ ডিস্টেন্স डिस्प्लेसमेंट ডিস্টেন্স बाय বাই टाइम টাইম আচ্ছা দেখ ହଁ ডিস্টেন্স তুমি ডিসপ্লেসমেন্ট ବି କୁହ କିଛି ଅସୁବିଧା ନାହିଁ ହେଲା ଭେଲୋସିଟି ମାନେ ତୁମେ କହୁଛ ଡାଇରେକ୍ସନ ଅଛି ସେଇଠୁ ଡିସପ୍ଲେସମେଣ୍ଟ କହୁଛ ହେଲା ତ ଦି ଜଣଙ୍କର ଡାଇମେନସନ ସେମ୍ ଆସିବ ଡିସପ୍ଲେସମେଣ୍ଟ ର ଡାଇମେନସନ ଯାହା ଡିଷ୍ଟାନ୍ସ ର ଡାଇମେନସନ ସେମ୍ ତ ଫାର୍ଷ୍ଟ କଥା ହେଲା ଦିଟା କଥା ଦେଖ ଗୋଟେ ହେଲା ଡାଇମେନସନ ଏମିତି ବି କ୍ୱେଶ୍ଚନ ଦେଇପାରେ ଆଉ ଗୋଟେ ହେଲା ଡାଇମେନସନାଲ ଫର୍ମୁଲା ୟା ଭିତରେ ଡିଫରେନ୍ସ ଅଛି ହେଲା ଜାଣିଛ କେହି ଜାଣିଛ ଡାଇମେନସନ ଆଉ ଡାଇମେନସନ ଫର୍ମୁଲା ଭିତରେ ଡିଫରେନ୍ସ କଣ ଛୋଟ ଡିଫରେନ୍ସ ଟେ ଠିକ ନା ଅଛି ଦେଖ ডিস্টেন্স ডিস্টেন্স ର ডাইমেনশন କଣ ডাইমেনশন ଫର୍ମୁଲା ଏଇ ଯୋଉ ଗୁଡାକ ଆମେ ଲେଖିଲେ এইଗୁଡାକ ହେଲା ଡାଇମେନସନାଲ ଫର୍ମୁଲା ମୁଁ ବୁଝେଇ ଦଉଛି ବୁଝିହେଲା ডিস্টেন্স ହେଲା କଣ ডিস্টেন্স ହେଲା କଣ ଲେନ୍ଥ ଏଲ ଲେଖିଦେଲେ ଏଇ ଯୋଉଟା ଆମେ ଲେଖୁଛନ୍ତି ବର୍ତ୍ତମାନ ସେଇଟା ହେଲା ଡାଇମେନସନାଲ ଫର୍ମୁଲା ଆମେ ଲେଖୁଛନ୍ତି ଟାଇମ ଟାଇମ କଣ ଟାଇମ ର ହେଲା ଟି ବର୍ତ୍ତମାନ ଏମ ନାହିଁ ତ ଏମ ପାୱାର କେତେ ହେଲା 0 एल कहते 1 टी ଟି कहते ମାଇନସ୍ तो यही जोटा आमे लिखिले एईटा कुहाजाए डायमेंशनल फॉर्मूला बेले बेले गोटे गोटे इंटरव्यू रे भी एकरा भी पचार दियंती जे राइट द डायमेंशन ऑफ वेलोसिटी पिला डायरेक्ट जिवे कोन करिवे एटा लिखि देबे जोटा ई भूल पूरा फंडामेंटल करेक्ट माने पूरा फंडामेंटल भूल एकटा सब तो डायमेंशन कोन हबो यार 0 इन मास 1 in length -1 in time बुझल এইটা को हमें कहबा डायमेंशन अब एटा कहबा डायमेंशन फार्मूला बुझियला ଆଜ୍ଞା ସାର୍ नेक्स्ट देखो दीटा आउ दीटा इंपोर्टेंट गुटे हला रेजिस्टेंस आउ गुटे हला रेजिस्टिविटी एकर डायमेंशन फार्मूला पचार दे एग्जाम इरा पचार थिला एई थर पचार थिला रेजिस्टेंस रेजिस्टिविटी रो किछि पचार थिला डायमेंशन फार्मूला ନାଇଁ ଏଇଟା ପ୍ରାୟ ସାର୍ ନିଟ୍ ଫିଟ୍ ରେ ପକେଇ ଦିଏ क्वेश्चन ଟା କାହିଁକି ନା नीट रे ବହୁତ पकाए ता सहित ओएसटीएट रो भी बहुत थर आसीछि ए क्वेश्चन ଏଇଥର ତ ହେଲା ଆସିନଥିଲା ବଟ୍ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। तो रेजिस्टेंस और रेजिस्टिविटी भितरे रो डायमेंशन फार्मूला रेजिस्टेंस रो फार्मूला कोन के कोइ परिबो मते R is equal to V by I R is equal to V by I V is equal to IR R तो is V equal by to I अच्छा बट V टा कोन वोल्ट नो कि ଆଜ୍ଞା ସାର୍ तो ये V रो फार्मूला का मनर अछि V potential is equal equal to to Q by R1 Q by charge हां W पोटेंशियल by इक्वल Q टू W by Q by Q किंतु Q इज नॉट ए फंडामेंटल फिजिकल क्वांटिटी मनर रखियो देई थाए वो माने ऑप्शन पकई देइथबो जे व्हिच ऑफ द फॉलोइंग इज नॉट ए फंडामेंटल फिजिकल क्वांटिटी तो ता भीतर देइथबो चार्ज चार्ज देइथबो करंट देइथबो पिला प्राय भूल करंती करंट टाको मारिक आसन जे फंडामेंटल फिजिकल क्वांटिटी नुह बोली बट करंट इज ए फिजिकल फंडामेंटल फिजिकल क्वांटिटी
but charge is not a fundamental physical quantity. বুঝলে আমি এবে দেখিলে এইটা ସମସ୍ତେ ମନେ ରଖନ୍ତି ଏ ସାତଟା ବଟ୍ ଏକ୍ସାମ ରେ ଭୁଲ ହେଇଯାଏ ବ୍ୟସ୍ତ ଭିତରେ ତେଣୁ ଏଇଟା ସବୁବେଳେ ମନେ ରଖିବ ଏଇଟା ଗୋଟେ ଟ୍ରିକ୍ କ୍ୱେଶ୍ଚନ ଲେଖି ନେଇଥ ନୋଟ କରିକି ଚାର୍ଜ ଇଜ ନଟ୍ ଏ ଫଣ୍ଡାମେଣ୍ଟାଲ ଫିଜିକାଲ କ୍ୱାଣ୍ଟିଟି ପୁଣି ଦେଖ Q ର ଫର୍ମୁଲା କଣ ହବ Q ର Q is equal ତ to ଯଦି IT. ହଁ Q equals to IT ତ ଏଇଟା ହେଇଯିବ I ସ୍କୋୟାର T ବୁଝିହଉଛି ତ I ସ୍କୋୟାର T ତ ୱାର୍କ ଡନ୍ ର କେତେ ହେଲା M ସ୍କୋୟାର ସରି M1 L ସ୍କୋୟାର T ଟୁ ଦ ପାୱାର -2 ୱାର୍କ ଡନ୍ ର ଫର୍ମୁଲା ଏଇଆ ତ ନା ଅଲଗା କିଛି Yes sir, ୱାର୍କ sir. ଡନ୍ ମନେ ନାହିଁ Yes sir. ହଁ ଦିଟା ମନେ ରଖିବ ସବୁବେଳେ ଗୋଟେ ହେଲା ଫୋର୍ସ ଆଉ ଗୋଟେ ହେଲା ୱାର୍କ ଡନ୍ এটা ସବୁବେଳେ ମନେ ରଖିଥିବ ଏଇଥିରୁ ବହୁତ କାମ ହେଇଯାଏ ଫୋର୍ସ ହେଲା M L1 T ଟୁ ଦ ପାୱାର -2 ହେଲା ଆଉ ୱାର୍କ ହେଲା M L ସ୍କୋୟାର T ଟୁ ଦ ପାୱାର -2 ଏଇଟା ମନେ ରଖିବ Energy ତ ବି ଏଟା ହେଲା same କେତେ ହବ। ହଁ କଣ କହୁଛ କିଏ କଣ ଗୋଟେ କହିଲା ଏନର୍ଜି ର ବି ସେମ୍ ହବ ନା କଣ କହିଲ ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଏନର୍ଜି ର ବି ସେମ୍ କାରଣ ଏନର୍ଜି ଯାହା ୱାର୍କ ଡନ୍ ସେଇଆ ତ M L ସ୍କୋୟାର T ଟୁ ଦ ପାୱାର -2 ଡିଭାଇଡେଡ୍ ବାଇ I ସ୍କୋୟାର ହେଲା କଣ A ସ୍କୋୟାର ଆମ୍ପିୟର ଇନଟୁ ଟାଇମ ହେଲା T ତାପରେ ଏଇଟାକୁ ସଲ୍ଭ କରିପାରିବ ତୁମେ ହଁ କୁହ କେତେ ହବ M M to the L power 1 square L square T to the power -3 A to the power -3 -2 A to the Very power good. -2 ବୁଝିହେଲା ଏଟା ନେକ୍ସଟ ରେଜିଷ୍ଟିଭିଟି ର ତୁମେ ବାହାର କର ଦେଖିବା ରେଜିଷ୍ଟିଭିଟି ର ଫର୍ମୁଲା କଣ O into L by A. ହଁ R ର ଫର୍ମୁଲା ହେଲା ρ L by A L by A. ତାହେଲେ ଏଇଠୁ ρ ର ଫର୍ମୁଲା କେତେ ହବ R A by L ବୁଝିହେଲା ଏଟା ଯାଇକି ଏପଟେ ମଲ୍ଟିପ୍ଲାଏ ହେଇଯିବ L ଟା ଯାଇକି ଏପଟେ ଡିଭାଇଡ ହେଇଯିବ ବୁଝିହେଲା ଆଉ ρ L by A କରିକି ଭୁଲ କରିଦେଇକି ପଳେଇ ଆସିବନି ତୁମେ ଏଥର ବାହାର କଲେ A ଏଠି କଣ A ହେଲା କଣ ଏରିଆ L କଣ ଲେନ୍ଥ କିଏ ବାହାର କରିକି ଦେଖେଇବ ମତେ ଦେଖିବ ML3 A -2 T -3 କଣ ଆସିଲା ML3 T -3 A ML3 -2 A T -2 T -3 A -2 T -2 A -3 sorry T -3 T T -3 -3 ହବ। T -3 ହଁ A हाँ -2 A to the power A -2 अच्छा देखियो ଆମର এটা কোন বাড়ছি M L স্কয়ার T to the power -q A to the power -2 আচ্ছা M L স্কয়ার T to the power -3 A to the power -2 एरिया ହେଇଗଲା L ସ୍କয়াର by L ଗୋଟେ L କଟିବ ଠିକ ଅଛି ଠିକ ଅଛି ଠିକ ଅଛି ଏଟା ଠିକ ଅଛି ତ ଜାଣିପାରିଲ କେମିତି ଭାବୁଛି ଦେଖ ମନେ ରଖିବା ଦରକାର ନାହିଁ ବିଲକୁଲ ତୁମେ ଫର୍ମୁଲା ମନେ ରଖ ସେଇଠି ଫର୍ମୁଲାରୁ ବାହାର କରିବ ଆଉ ତୁମେ ଏଇଭଳିଆ ମନେ ରଖିବ ଏଇଠି ଦେଖ ଏଇଠି ଟିକେ ଚେଞ୍ଜ ହେଇଛି ଏଠି ଅଛି L ସ୍କୋୟାର ଏଠି ଅଛି L କ୍ୟୁ ଏକ୍ସାମ ର ଠିକ ସେଇ ଜାଗା ଡାଉଟ ହବ କୋଉଟା ଥିଲା ବୁଝି ହଉଛି ନା ବୁଝି ହଉନି ତେଣୁ ସବୁବେଳେ କଣ ମନେ ରଖ ଫର୍ମୁଲା ମନେ ରଖ ଜେନେରାଲି ଆମକୁ ଏଇ ଫର୍ମୁଲାଟା ମନେ ରଖେ R ଇକ୍ୱାଲ୍ସ ଟୁ ρ L by A ଏଟାକୁ ମନେ ରଖିବା ଦରକାର ନାହିଁ ତୁମେ ଏଇଠୁ କେମିତି ବାହାର କରିପାରିବ ଜାଣିପାରିଲ ବାସ୍ ସରିଲା ତୁମ ପାଖରେ କେତେଟା କ୍ୱେଶ୍ଚନ କାଲକୁଲେସନ ପାଇଁ ଥିବ ମ୍ୟାଥ ର ଥିବ ଆଉ ହେଲା ଫିଜିକ୍ସ ମ୍ୟାଥ ର ବୋଧେ 30ଟା ପଡୁଛି ନା କେତେ ଆସୁଛି
30ଟା ନା 40ଟା? ମ୍ୟାଥ ର ସାର୍ 50ଟା ଏଥର ଆସିଥିଲା। ଏଇଟାର 50ଟା? ଏଥର ସାର୍ 20 25 ଏଥର କଣ ଚେଞ୍ଜ ହେଇଯାଇଥିଲା କି? କଣ ଥିଲା ପାଟର୍ନ କଣ ଥିଲା କହିଲ? ସାର୍ 50 25 25? ନା ନା ସାର୍ ଫାଷ୍ଟ ସାର୍ ଥିଲା କେମିଷ୍ଟ୍ରିରେ 40 ଥିଲା, ହଁ 40। ଫିଜିକ୍ସ ରେ ଥିଲା ସାର୍ 40, ହଁ ଆଉ ମ୍ୟାଥ ରେ 50, ଆଉ ପେଡାଗୋଜି 20। ଆଚ୍ଛା ଆଚ୍ଛା ଆଚ୍ଛା। ସେ ମେନ୍ 80 କଥା 20 ସାର୍ 100 ଏଥର କଣ 150। ଟାଇମ ବହୁତ କନଜ୍ୟୁମ ହେଇଗଲା ତ ସେଇଥିପାଇଁ ବହୁତ ଟିକେ ମାନେ ହଁ ହଁ 2 ଠିକ ଅଛି ଘଣ୍ଟାରେ ଠିକ। 1.5 କ୍ୱେଶ୍ଚନ। ଏଟା ଇଏ ହେଇଗଲା କି? ସବୁଗୁଡା ଇରେଜ ହେଇଗଲା ବୋଧେ ମୁଁ ଯାହା ପଢେଇଥିଲି। ଏତିକି ପର୍ଯ୍ୟନ୍ତ ସରିଥିଲା ତ? ରେଜିଷ୍ଟ୍ରିରେ ତୁମେ ଲେଖି ନେଇଥିଲ ନା? ହଁ ସାର୍ ଲେଖିଛୁ। ହଁ ସାର୍ ଲେଖିଥିଲି। yes sir ଠିକ ଅଛି। ଭଲ ଲାଗୁଛି? ବୁଝି ହଉଛି? ଆଜ୍ଞା ସାର୍ ସାର୍। ତ ଇଏ ସରିଲା ଗୋଟେ ଟାଇପ ର ଫିଜିକାଲ, ସରି ଆମର ଫିଜିକାଲ କ୍ୱାଣ୍ଟିଟିର ଗୋଟେ ଟାଇପ ର ଇଏ ଗଲା କାଟାଗୋରୀ। ଠିକ ସେମିତି ଆଉ ଗୋଟେ ପ୍ରକାର କାଟାଗୋରୀ ଅଛି ଯୋଉଟା କୁହାଯାଏ କଣ, ସ୍କାଲାର ଆଉ ଭେକ୍ଟର। ସ୍କାଲାର ଆଉ ହେଲା ଭେକ୍ଟର। ଓକେ, ତ ସ୍କାଲାର କଣ ଆଉ ଭେକ୍ଟର କଣ? ଯୋଉ ଫିଜିକାଲ କ୍ୱାଣ୍ଟିଟିର କଣ ଅଛି, ଓନ୍ଲି ମ୍ୟାଗ୍ନିଚ୍ୟୁଡ। ଖାଲି ଗୋଟିଏ ଜିନିଷ ମନେ ରଖିବୁ, ଓନ୍ଲି ମ୍ୟାଗ୍ନିଚ୍ୟୁଡ, ତାକୁ ଆମେ କଣ କହିବା, ସ୍କାଲାର। ଭେକ୍ଟର କଣ, ମ୍ୟାଗ୍ନିଚ୍ୟୁଡ ବୋଥ ବୋଥ ମ୍ୟାଗ୍ନିଟ୍ୟୁଡ ଆଣ୍ଡ ଡାଇରେକ୍ସନ। magnitude and direction। ତ ୟାର ଫର୍ମୁଲା ଦେଖ, ଆମେ ଜାଣିଥିଲେ ମେଜରମେଣ୍ଟ ଏନ୍ ୟୁ, ୟା ଦେହରେ ବସିବ ଡି, ଡାଇରେକ୍ସନ। ସ୍କାଲାର କଣ, ଏନ୍ ୟୁ। ବୁଝିହେଲା ନା ବୁଝିହେଲାନି? କ୍ଲିୟର ନା? ଆଜ୍ଞା ସାର୍। ତ ତାପରେ ଡାଇରେକ୍ଟ ଚାଲ ମୋସନ କୁ, ହେଲା। ୟା ଭିତରେ ଆଉ କିଛି ବେଶୀ କିଛି, ଆଚ୍ଛା ଭେକ୍ଟର ଆଡିସନ ଅଛି ତୁମର, ଭେକ୍ଟର ଏଗୁଡାକ ଅଛି ନା, ଭେକ୍ଟର ଆଡିସନ ସବଟ୍ରାକ୍ସନ। ହଁ ହଁ ସାର୍ ସେଇଟା ଟିକେ କହିଦେବି। ହ୍ୟାଲୋ ପ୍ରିୟଦର୍ଶନୀ, କଣ କହୁଛ? ଆଚ୍ଛା, କଣ ଆମର ଥିଲା ଭେକ୍ଟର, ତୁମର ଭେକ୍ଟର ଆଡିସନ ଅଛି କି? ମୋର ଲକ୍ଷ୍ୟ ଆସୁନି ସିଲାବସ ଟା। ମୁଁ ମୋସନ ଅଛି କି? ଅଛି 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 ସାର୍ ଅଛି। ଠିକ ଅଛି, ଦେଖ ଫାଷ୍ଟ ହେଲା ଭେକ୍ଟର୍ସ ର ଟାଇପ। ମୁଁ କିଛି ଇମ୍ପୋର୍ଟାଣ୍ଟ ଭେକ୍ଟର୍ସ କହିଦଉଛି। ଫାଷ୍ଟ ଗୋଟେ ହେଲା ୟୁନିଟ ଭେକ୍ଟର। ୟୁନିଟ ଭେକ୍ଟର କଣ, ସିମ୍ପଲ କଥା। ୟୁନିଟ ମାନେ ଏଠି ମିଟର ସେଣ୍ଟିମିଟର ସେକେଣ୍ଡ ନୁହଁ, ୟୁନିଟ ମାନେ ଏଠି କଣ, ମାଗ୍ନିଚ୍ୟୁଡ। ତାମାନେ ୟାର ଯାହାର ଯୋଉ ଭେକ୍ଟର ର ମାଗ୍ନିଚ୍ୟୁଡ 1, ତାକୁ ଆମେ କଣ କହିବା, ୟୁନିଟ ଭେକ୍ଟର। ଫାଷ୍ଟ କଥା, ସବୁ ଆମେ ଏଇ ନାଁ ରୁ ମନେ ରଖିବା, magnitude 1। କ୍ଲିୟର? Yes sir। आज इट इज ए वेक्टर, तार डायरेक्शन थिबो, तो डायरेक्शन कुआडे रहिबो यार, along the direction of the given vector। जो वेक्टर रो हमर बाहर କରିବାକୁ ଦେଇଛି यूनिट वेक्टर, ଏଇ ଯୋଉ ସେଇ ଭେକ୍ଟର ର ଡାଇରେକ୍ସନ ରେ ରହିବ ୟୁନିଟ ଭେକ୍ଟର ର ଡାଇରେକ୍ସନ। କ୍ଲିୟର? ଏଟା ଯଦି ଗୋଟେ ଏ ଭେକ୍ଟର ଦେଇଛି, ତାହେଲେ ଏ କେଫ ର ଡାଇରେକ୍ସନ କୁଆଡେ ହବ, ଯୋଉ ଡାଇରେକ୍ସନ ରେ ଏ ଅଛି। ଯଦି ଏ ଅଛି ଇଷ୍ଟ କି, ତାହେଲେ ଏ କ୍ୟାପ ହବ ଇଷ୍ଟ। ଇଷ୍ଟ। ବୁଝିହେଲା? ହଁ ସାର୍। ତ ଏଇ ଯୋଉ ୟୁନିଟ ଭେକ୍ଟର ର ଫର୍ମୁଲା କଣ,
ଏଟାକୁ ଏ କ୍ୟାପ୍ ବା ଏ ହ୍ୟାଟ୍ ବି ଜଣେ ଜଣେ କୁହନ୍ତି। ଏ କ୍ୟାପ୍ ବୋଲି କୁହ, ସୁବିଧା ହବ। ହେଲା, ଏ କ୍ୟାପ୍ କଣ ଫର୍ମୁଲା? ଏ ଭେକ୍ଟର ର ମାଗ୍ନିଚ୍ୟୁଡ ଡିଭାଇଡେଡ, ସରି ଭୁଲ କହିଲି, ଏ ଏ ଭେକ୍ଟର ଭେକ୍ଟର ଡିଭାଇଡେଡ ବାଇ ଏ ଭେକ୍ଟର ର ମାଗ୍ନିଚ୍ୟୁଡ। ଏ ଭେକ୍ଟର ଡିଭାଇଡେଡ ବାଇ ଏ ଭେକ୍ଟର ର ମାଗ୍ନିଚ୍ୟୁଡ। ଏଇଟା ହେଲା ଫର୍ମୁଲା ଅଫ ୟୁନିଟ ଭେକ୍ଟର। ବୁଝିହେଲା ଏଠିକି? ଆଜ୍ଞା ସାର୍। ନେକ୍ସଟ, ଗୋଟେ ମିନିଟ ଟିକେ। थैंक यू। देखो, तो ए वेक्टर जानी पारलो, ए कैप रो वैल्यू कोन जानी पारलो? ठीक सही भलिया एक्स डायरेक्शन ले, ता माने हमर जो एक्स एक्सिस अछि, तीनटा एक्सिस, गुटे हला एक्स वाई आ गुटे हला जेड। तो एक्स एक्सिस डायरेक्शन ले काहा को यूनिट वेक्टर निया जाए? आई कैप। वाई एक्सिस डायरेक्शन ले काहा को यूनिट वेक्टर निया जाए? जे जे कैप। कैप और जेड एक्सिस ले काहा को निया जाए? के कैप। के कैप। ओके, ଆଜ୍ଞା ସାର୍। तो ये जो वेक्टर गुडा को এই আই জে কে কু নেকি গুটে ফর্ম রে লেখা যায়, তাকু কোয়া যায় রেক্টাঙ্গুলার কম্পোনেন্ট অফ ভেক্টর। সেটা আমি দেখিবা। নেক্সট চলো, ये यूनिट वेक्टर क्लियर हैला ना? कोन यूनिट वेक्टर ହଁ ସାର୍। Yes, sir. क्लियर है यस यूनिट सर, वेक्टर? यस सर। हाँ, बुझियला तो एति बुझियला यूनिट वेक्टर। ହୁଁ आज्ञा सर। नेक्स्ट जीवा सेकंड टाइप ऑफ वेक्टर। सेकंड वेक्टर टा कोआ जाए नल वेक्टर। और यार आउट ना अछि कोन? जीरो वेक्टर। ଜିରୋ ଭେକ୍ଟର। तो ये जो जीरो वेक्टर अछि, यार मैग्नीट्यूड केटा हबो? ଜିରୋ मैग्नीट्यूड जीरो। अब यार डायरेक्शन कौन हबो? आर्बिट्रारी। ता माने कौनसी भी तुमे डायरेक्शन नहीं पारिबो, किछि फिक्स डायरेक्शन नाही। तो ये नल वेक्टर काहे के आसिला? तुमे डॉट प्रोडक्ट पढिछो, सॉरी क्रॉस प्रोडक्ट पढिछो ना पढिनो? ପଡିବି। पढिछो। क्रॉस प्रोडक्ट रो बेले बेले देखियो गुटे क्वांटिटी रो वैल्यू जीरो हो जाए, बा क्रॉस प्रोडक्ट रो रिजल्टेंट जीरो हो जाए। সেই জায়গায় দরকার পড়ে নল ভেক্টর। সেইটি যে ভেক্টরটা মিলে সেইটা কোয়া যায় নল ভেক্টর। দেখিবা আমি এ ক্রস এ কোন হবো? জিরো। ম্যাগনিটিউড র সিনা জিরো হয়ে গলা, কিন্তু সেটা কোন ক্রস প্রোডক্ট কোন রেজাল্টান্ট দিয়ে? ভেক্টর। বুঝিউছি না বুঝিউনি? তো সেই জায়গায় আমি ମାନେ কইবা ସାର୍ কোন ଆଇ নল କ୍ୟାପ୍ ভেক্টর। ଆଇ କ୍ୟାପ୍ ପ୍ଲସ୍ ଆଇ କ୍ୟାପ୍ ଇକ୍ୱାଲ୍ ଟୁ ଜିରୋ ଯେମିତି ସେମିତିଆ ତ? ହଁ ନା ଏଟା ବାସ୍ ସେଇଭଳିଆ ଆଇ କ୍ୟାପ୍। ହଁ, ୱାନ୍ ହବ ନା, ଆଇ କ୍ୟାପ୍ ଡଟ୍ ହେଲା ଆଇ କ୍ୟାପ୍ ଟା। ନା ନା ସେଟା ଡଟ୍ ପ୍ରଡକ୍ଟ ନା, ଏଟା କ୍ରସ୍ ପ୍ରଡକ୍ଟ ସାର୍ କହୁଛି। ডট প্রোডক্টটা 1 হবো, ক্রস প্রোডক্ট 0 হবো। ଯିବା ଯିବା ସେଗୁଡାକୁ ବି ଯିବା, ହେଲା ବ୍ୟସ୍ତ ହଉନି। ତ এটা ବୁଝିହେଲା ନଲ ଭେକ୍ଟର ବୁଝିହେଲା। ତ ନଲ ଆଜ୍ଞା ଭେକ୍ଟର ସାର୍। ର ଚିହ୍ନ କଣ? ସେ ଗୋଟେ ପଏଣ୍ଟ ଯଦି ତୁମେ ଦେଇଦବ ଏଇଭଳିଆ ପଏଣ୍ଟ, এইটা ଗୋଟେ ନଲ ଭେକ୍ଟର କହିବା। କାହିଁକି ନା ଗୋଟେ ପଏଣ୍ଟ ର ମ୍ୟାଗ୍ନିଟ୍ୟୁଡ ଇକ୍ୱାଲ ଟେନ୍ସ ଟୁ 0। ବୁଝିହେଲା? ସାର୍
ସେଇଭଳିଆ ଆଉ ଗୋଟେ ଆସେ ବିକାଶ ଗିରି। ନେକ୍ସଟ ନଲ୍ ଭେକ୍ଟର ପରେ ନେକ୍ସଟ ର କୋଉ ଭେକ୍ଟର ଆସିବ? ପାରାଲାଲ ଭେକ୍ଟର। ପାରାଲାଲ ଆଣ୍ଟି ପାରାଲାଲ ଏଗୁଡା ତୁମେ ସବୁ ଜାଣିଥିବ, ଏଗୁଡା ବେଶୀ ଆଉ ମୁଁ ଫେଣଉ ନାହିଁ ହେଲା। ପାରାଲାଲ ସାର୍ ଆଣ୍ଟି ଏଇଟା ବେଶୀ ପାରାଲାଲ, କୁହନ୍ତୁ ଯୋଉଟା ଆମର ହଁ ସେ କ୍ୱେଶ୍ଚନ ଆସୁଛି ସେଇଟା ବେଶୀ ଡିସ୍କସନ କରିବା। ଠିକ ଅଛି। ଏ କନକରେଣ୍ଟ ଏ ସବୁ ଛାଡ। ନେକ୍ସଟ ଆସିଲା କଣ? ଭେକ୍ଟର ଆଡିସନ। ଫର୍ମୁଲା କଣ? ଡାଇରେକ୍ଟ ଫର୍ମୁଲା ମନେ ରଖ, a ପ୍ଲସ b a ସ୍କୋୟାର ପ୍ଲସ b ସ୍କୋୟାର ପ୍ଲସ 2ab cos θ ସେଟା ର ରୁଟ ଓଭର। ଆଜ୍ଞା ସାର୍। ନେକ୍ସଟ ହେଲା ଭେକ୍ଟର ପ୍ରଡକ୍ଟ। ଭେକ୍ଟର ପ୍ରଡକ୍ଟ ଆଉ ଗୋଟେ ହେଲା କଣ? ସ୍କାଲାର ପ୍ରଡକ୍ଟ। ସ୍କାଲାର ପ୍ରଡକ୍ଟ କଣ? a ଭେକ୍ଟର ଡଟ b ଭେକ୍ଟର ବା ତାକୁ ଡଟ ପ୍ରଡକ୍ଟ କୁହନ୍ତି। ତାର ଫର୍ମୁଲା କଣ? a ର ମାଗ୍ନିଚ୍ୟୁଡ b ର ବିର ମାଗ୍ନିଚ୍ୟୁଡ cos θ। ଆଉ ଭେକ୍ଟର ପ୍ରଡକ୍ଟ କଣ? a କ୍ରସ b, ଏ ବି ସାଇନ୍ ଥିଟା। ହଁ ଏଟା କଣ ହବ? a Sin ଭେକ୍ଟର theta n cap b ଭେକ୍ଟର sin θ n n କ୍ୟାପ। cap। ସାର୍ ଠିକ ଅଛି। ନେକ୍ସଟ ତ a କ୍ରସ b କି କେମିତି ଖୋଲିବ ଜାଣିଛ? ଏଟା i କ୍ୟାପ j କ୍ୟାପ ହଁ k କ୍ୟାପ ax ay az bx by b। ତ ଏଟା କଣ କୁହାଯାଏ? ରେକ୍ଟାଙ୍ଗୁଲାର କମ୍ପୋନେଣ୍ଟ। ତ ରେକ୍ଟାଙ୍ଗୁଲାର କମ୍ପୋନେଣ୍ଟ କଣ? ଯଦି ଗୋଟେ ଭେକ୍ଟର କୁ ଆମେ i କ୍ୟାପ j କ୍ୟାପ ଆକାରରେ ଲେଖିବା ତାକୁ କୁହାଯିବ ରେକ୍ଟାଙ୍ଗୁଲାର କମ୍ପୋନେଣ୍ଟ। ଏଗୁଡାକ ଆସେ ମୋସନରେ ହେଲା। ସେମିତିଆ ତ ଏଟା କଣ ବୁଝିହେଲା? ଏଟା ରେକ୍ଟାଙ୍ଗୁଲାର କମ୍ପୋନେଣ୍ଟ କଣ? ହଁ ସାର୍। ତ ଏଇ ରେକ୍ଟାଙ୍ଗୁଲାର କମ୍ପୋନେଣ୍ଟ ରୁ ଆମେ ଦେଖିବା ଯଦି ଗୋଟେ ଦିଟା i ଡଟ i ହେଲା କେତେ ହବ? 1। ୱାନ୍ କୁଆଡେ ପଳେଇଗଲା? ଓକେ। i କ୍ୟାପ ଡଟ i କ୍ୟାପ ଇକ୍ୱାଲ୍ସ ଟୁ 1 ସେଇଭଳିଆ। j କ୍ୟାପ ଡଟ j କ୍ୟାପ ଇକ୍ୱାଲ୍ସ ଟୁ 1
k cap dot k cap equals to 1. I cross I 0 0, j cross j 0, k cross k 0. 0 ଆଉ ଗୋଟେ ଫର୍ମୁଲା ମନେ ରଖିବ I j J k K ହେଲା। ହଁ। ତ I ରୁ ଯଦି j ଯିବ କଣ ହବ ପଜିଟିଭ, j ରୁ k ଗଲେ ପଜିଟିଭ, k ରୁ a ଆଇଲେ ପଜିଟିଭ। ତା ମାନେ I କ୍ରସ୍ cross j is equal to K cap. equals to k cap ହେଲା। j cross k equals to K cap I cap ଆଉ k cross I equals is to equal to K cap. j cap। ଯଦି ଦେଖ ଏଇଟା ଗୋଟେ କ୍ରମରେ ଯାଉଛି I j k, ଯଦି ମଝିର ଗୋଟେ ମିସିଂ ଥିବ ଯେମିତି ମୁଁ କହିବି I into k, ତ ମଝିର j ମିସିଂ ହଉଛି, ବୁଝିହେଲା? ତ କଣ ହବ ମାଇନସ j cap। Minus J cap. ବୁଝିହେଲା କେମିତି ମନେ ରଖିବ? ହଁ sir. କଷ୍ଟ ହଉନାହିଁ ତ ବେଶୀ? ନାଇଁ sir. k cross j ଅଛି, k cross j ମଝିର I ମିସିଂ ମାଇନସ I cap। କ୍ଲିୟର? ଠିକ ସେଇ ଭଳିଆ I ଡଟ୍ k j ଡଟ୍ k ଆଉ ଗୋଟେ ହବ କଣ I j, ହଁ I ଡଟ୍ j, ଏ ସବୁ ଗୁଡାକ କଣ 0। ଠିକ ଅଛି, ତ ଏତିକି ସରିଗଲା ତୁମର ବେସିକ ଯାହା ବି ଥିଲା। ଡେରିଭେଟିଭ ବି କ୍ଲିୟର ଥିବ ମତେ ଲାଗୁଛି, ଡେରିଭେଟିଭ କିଛି ବୁଝେଇବା ଦରକାର ନାହିଁ, ଅଛି କିଛି ବୁଝେଇବା ଦରକାର? ନା ଠିକ ଅଛି, ଡାଇରେକ୍ଟ ଚାଲ ମୋସନ। ମୋସନ କଣ? ପ୍ରତ୍ୟେକ ଅବଜେକ୍ଟ ଦିଟା ଷ୍ଟେଟ ରେ ରହିପାରନ୍ତି। ଗୋଟେ ହେଲା କଣ ରେଷ୍ଟ ଆଉ ଗୋଟେ ହେଲା ମୋସନ। ରେଷ୍ଟ କଣ? ଇଫ position of the object does not change with time। ଯଦି ଅବଜେକ୍ଟ ର ପୋଜିସନ ଟାଇମ ଅନୁସାରେ ଚେଞ୍ଜ ନ ହଉଛି ତାହେଲେ ତାକୁ ଆମେ କଣ କହିବା ରେଷ୍ଟ ରେ ଅଛି। ଯଦି ପୋଜିସନ ଚେଞ୍ଜ ହଉଛି, ପୋଜିସନ ଚେଞ୍ଜେସ୍ with time, ତାହେଲେ ଆମେ ତାକୁ କଣ କହିବା? କୋଉଥିରେ ଅଛି? ନାହିଁ। ମୋସନ ରେ ଅଛି। କ୍ଲିୟର ଏତିକି? ଏଗୁଡା ଜେନେରାଲ କଥା ଜାଣିଥିବ। ସିଲାବସ ତ ଏଇଥର ଯୋଉ ଏସଏସବି ର ଯାହା ବି ଅଛି, ଏଟା କଣ ପାଇଁ ତୁମେ ପ୍ରିପେୟାର କରୁଛ? ଏସଏସବି ନା ଏଲଟିଆର? SSB sir ଦିଟା SSB ସିଲାବସ ତ ସେମ ଅଛି ନୁହଁ କି? ଏସଏସବି sir ନା same ଅଛି। ଦିଟା ସିଲାବସ ସେମ ଅଛି ନା? ହଁ sir same ଅଛି same ଅଛି। Integration of motion। ନା ମୁଁ ଟିକେ ଦେଖୁଛି କଣ କଣ ତୁମର ଥିଲା ଟିକେ। କାଇନେଟିକ ଇକ୍ୱେସନ, ଆକ୍ସିଲେରେସନ, ଗ୍ରାଫିକାଲ ରିପ୍ରେଜେଣ୍ଟେସନ, ଆଚ୍ଛା ଏଇଟା ଇମ୍ପୋର୍ଟାଣ୍ଟ। ଗ୍ରାଫିକାଲ ରିପ୍ରେଜେଣ୍ଟେସନ, ରିଲେଟିଭ ଭେଲୋସିଟି, ରିଲେଟିଭ ଆକ୍ସିଲରେସନ, ଏଗୁଡା ସାର୍ ତ ନୋଟ ଦେଇଛନ୍ତି ତ ନା ନୋଟ ସାର୍ ଦେଇନାହାନ୍ତି? सर मोशन स्टार्ट ହେଇନି। କେତେ ସାର୍ କଣ ପଢଉଛନ୍ତି କେବେ? ପଢୁଥିଲେ SHM ପଢୁଥିଲେ ଆଜି। ଏସଏଚଏମ ପଢେଇଲେନି, ମୋସନ ପଢେଇ ନାହାନ୍ତି? କୋଉଠୁ ଗ୍ରାଭିଟେସନ ଷ୍ଟାର୍ଟ ବି କଲେ କି? ସରି ଯାଇଛି ସାର୍।
ସାର୍ ଷ୍ଟାର୍ଟ କୋଉଠୁ ତାହେଲେ କରିଥିଲେ? ଆଗେ ତ ମୋସନରୁ ହିଁ ଆଗେ ଷ୍ଟାର୍ଟ କରିବା କଥା। ଅପଟିକ୍ସ ହେଇଥିଲା। ଅପଟିକ୍ସ ଅପଟିକ୍ସ ରୁ ଆଗେ ଷ୍ଟାର୍ଟ ସରିନି କଲେ। ସାର୍ ଇଲେକ୍ଟ୍ରିସିଟି ବି ସରିଯାଇଛି ସାର୍। ମ୍ୟାଗ୍ନେଟିଜିମ୍। ହଁ, ଏମିତି କାହିଁ କଲେ? ଆଗେ ତୁମର ମୋସନରୁ ଷ୍ଟାର୍ଟ କରିବା କଥା। ଠିକ ଅଛି। ଓ ତ ତୁମକୁ ଏଇ ମୋସନରୁ ବୁଝିବାର ଥିଲା ନା ସେପଟରୁ ବୁଝିବାର ଥିଲା? ସାର୍ ମୋସନ ଷ୍ଟାର୍ଟ କଲେ ବେଟର। हाँ सर मोशन ରୁ ଷ୍ଟାର୍ଟ କଲେ ବେଟର ହବ। ତ ସେଇଥିପାଇଁ ମୁଁ ଭାବିଛି ତୁମର ମୋସନ ସରିଛି ବୋଲି। ଆକ୍ଚୁଆଲି ମୁଁ ସେଇଥିପାଇଁ ମୋସନରୁ ଷ୍ଟାର୍ଟ କରିବି, ମାନେ ଫାଷ୍ଟ ରୁଟ ଷ୍ଟାର୍ଟ କରିବା, ମୋସନରୁ ଷ୍ଟାର୍ଟ କରିବା ଆଉ। ହଁ କିନ୍ତୁ ମୁଁ ସାର୍ ଯଦି ଫାଷ୍ଟ ଜାଣିଥାନ୍ତି ତୁମର ସିଆଡେ ସରିଛି ବୋଲି। ନା ମୁଁ ବହୁତ ସ୍ପିଡ ଆକ୍ଚୁଆଲି ବୁଝଉଛି, ମୁଁ ଏଇଥିପାଇଁ ଭାବିଛି ଯେ ତୁମର ଏଗୁଡା ସରିଯାଇଛି। ସେଇ ଯୋଉ ମୁଁ ଡାଇରେକ୍ଟ ମୋସନ ବୁଝିହେଲା ନା ବୁଝିହେଲାନି? ଏଗୁଡା କିଛି ଡାଉଟ ହଁ ନାହିଁ ସାର୍। ତ? ନାଇଁ ନାଇଁ ପ୍ରାୟ ସବୁ ସାର୍ ସବୁ କୋଉଠି ନା କୋଉଠି ଆମର ତୁମେ ପଢଉଥିବ, ନହେଲେ ଟ୍ୟୁସନ ପତ୍ର ବି କରୁଥିବ। ହଁ ଆମର ସାର୍ ହଁ ଆକ୍ଚୁଆଲି ହଁ, କଣ ଡିମାଣ୍ଡ କହୁଛ ସୁଭାଷ? ଫିଜିକ୍ସ ରେ ସାର୍ ଆକ୍ଚୁଆଲି ଖାଲି ପ୍ରୋବ୍ଲେମେଟିକ ହିଁ ଆସୁଛି, ଆଉ ବେସ୍ଡ ଅନ୍ ପୁରା କାଲକୁଲେସନ ଆମର ଯୋଉ ଫର୍ମୁଲା ଯୋଉ ଅଛି ମୋସନ ର ଯୋଉ 4ଟା। ହଁ 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 ହଁ, ମୁଁ ବୁଝିଲି। ଆରେ ସେଗୁଡା ସବୁ ରେଡି ଅଛି। ଦେଖ ସାର୍ ହଁ এই দেখো, ଗୋଟେ ଫର ୟୁନିଫର୍ମଲି ଆକ୍ସିଲେଟେଡ ମୋସନ, ଭେଲୋସିଟି ଟାଇମ ଗ୍ରାଫ। ଗ୍ରାଫ ବହୁତ ଇମ୍ପୋର୍ଟାଣ୍ଟ ମୋସନରେ, ଜାଣିଥିବ ସାର୍ ତୁମେ ସେ ସବୁ। ଗ୍ରାଫ ଗୁଡା ସେ ଗ୍ରାଫ ଗୁଡା ଆମେ ହଁ, ମୁଁ ବେଶୀ ଗ୍ରାଫ ଏଠି ମାନେ ଯୋଡି ଟିକେ ନାହିଁ, ମନେ ନାହିଁ ନା। ଅଛି କିନ୍ତୁ ମୋ ପାଖରେ ବହୁତ ସାରା ଗ୍ରାଫ ଗୁଡାକ ଅଛି। Which of the following is a vector quantity? এটা ଗୋଟେ କ୍ୱେଶ୍ଚନ ଅଛି। ଏଗୁଡା ସବୁ ପ୍ରିଭିୟସ ଇୟର କ୍ୱେଶ୍ଚନ। ଏଇଟା ଗୋଟେ ଅଛି, ଟେନସନ ଅନ ଦ ଷ୍ଟ୍ରିଙ୍ଗ when the lift mass ଦେଇଛି କିଛି, ତାର ଟେନସନ ବାହାର କରିବାକୁ ଦେଇଛି, ଆକ୍ସିଲରେସନ ଦେଇଛି। ତ ଏଇଭଳିଆ ଆଉ କ୍ୱେଶ୍ଚନ ସାର୍ ହିଁ ଆସୁଛି ତୁମର ଏକ୍ସାମ ରେ। ଆଉ ସାର୍ ଆଜି ଯୋଉ କ୍ୱେଶ୍ଚନ ଯାହା ପଠେଇଛି ସାର୍ ସେଇଟା ଟିକେ ଦେଖିବେ ସାର୍, ସେଥିରେ କେମିତିଆ କ୍ୱେଶ୍ଚନ ହଁ ଆସୁଛି ନିହାତି ଆପଣ ନିହାତି। ହଁ ଠିକ ଅଛି ଠିକ ଅଛି, ମୁଁ ଦେଖିନେବି, କିଛି ଅସୁବିଧା ନାହିଁ। ଦେଖ, ଏଇଥର ପ୍ରୋବ୍ଲେମେଟିକ କରିଥିଲା ମାନେ ଏଇଆ ନୁହେଁ ଯେ ସବୁବେଳେ ପ୍ରୋବ୍ଲେମ କରିବ ବୋଲି। ନ୍ୟୁମେରିକାଲ ସବୁବେଳେ ଅଧିକ ଆସିବ ବୋଲି କିଛି କଥା ନାହିଁ ହେଲା। ଏଥର ସାର୍ ଛୁଆ ପୁରା ନ୍ୟୁମେରିକାଲ ଡେପ୍ଥ ପ୍ରାକ୍ଟିସ ପଚାରିବ କରିକି ନା ଯିବେ, ଦେଖିଲା କେମିତି କଣ? ବେଳକୁ ନାଇଁ ନାଇଁ, ଦେଖ ବେଶୀ ଡେପ୍ଥ ରୁ ପଚାରିବନି। ଫାଷ୍ଟ କଥା ହେଲା ଡେପ୍ଥ ବେଶୀ ପଚାରେନି। ଆଇଦର ଆଜ୍ଞା ତୁମକୁ ପୁରା ଇଜି ଇଜି ପ୍ରୋବ୍ଲେମ ଦବ, ଯେମିତି ଏଇ ସବୁ ପ୍ରୋବ୍ଲେମ ମୁଁ ଯେମିତିଆ ନେଇଛି, ନହେଲେ ଇଏ ଯୋଉ ପଠେଇଛନ୍ତି କଣ, ମୁଁ ଆଉ ତ ସେଟା ଡାଉନଲୋଡ କରୁନାହିଁ ବୋଧେ। ହୁଁ, ହଁ ସାର୍ ଏଇ ଯୋଉ ଡାଉନଲୋଡ କରିଛି। ମୁଁ ଯୋଉ ପଠେଇଛି ସାର୍ ସେଥିରେ ଖାଲି ଖାଲି ପ୍ରୋବ୍ଲେମ ସାର୍, ଜମା ଗୋଟେ ବି ଥିଓରି କ୍ୱେଶ୍ଚନ ନାହିଁ ସାର୍ ସେଥିରେ। ଅଲମୋଷ୍ଟ ଗୋଟେ ଖଣ୍ଡେ ପଡିଛି, ବହୁତ ଟାଇମ କନଜ୍ୟୁମିଂ କ୍ୱେଶ୍ଚନ ଗୁଡା। A ball is thrown upwards with a velocity ଏତିକି from the top, ଏଇଠୁ ଷ୍ଟାର୍ଟ ତ। ହୁଁ, top of multi-stored building, the highest height of the point ହୁଏ। ଆଚ୍ଛା, ହଁ ଟିକେ ଟାଇମ ଟେକିଂ ବାଲା କ୍ୱେଶ୍ଚନ ଗୁଡା ଦେଇଛି ନୁହଁ କି? ହଁ ସାର୍ ସବୁ ଗୁଡା। ଶୁଦ୍ଧ କରେକ୍ଟ। ହୁଁ। ଏଗୁଡା ଟାଇମ ଟେକିଂ କ୍ୱେଶ୍ଚନ ହେଲେ ତୁମକୁ ତ କାଲକୁଲେଟ ତ କରିବାକୁ ପଡିବ। ସେଇ ତ ସାର୍ ପ୍ରୋବ୍ଲେମ ହେଲା। ହଁ, ଏଇଟା ଦେଖ, ଯେତେ ସେଇଟା ହେଲା କଣ, ତୁମେ ଯଦି ପ୍ରୋବ୍ଲେମ ଟିକେ ପ୍ରାକ୍ଟିସ କରିଥିବ, ଠିକ ଅଛି। ସାର୍ ତାଙ୍କର ଯାହା ପଢଉଛନ୍ତି ପଢାନ୍ତୁ, ସେ ତାଙ୍କର ଥିଓରି ଟିକେ ଯାଆନ୍ତୁ କି ଯେମିତି ଯାଆନ୍ତୁ। ମୁଁ ତ ଜାଣିନେଲି ତୁମର ଏଇଆ ଅସୁବିଧା, ନେକ୍ସଟ କ୍ଲାସ ଠାରୁ ମୁଁ ପ୍ରୋବ୍ଲେମ ସଲ୍ଭ କରେଇବି ଆଉ। ଠିକ ଅଛି। ହଁ ହଁ, ଟିକେ ଟିକେ ଥିଓରି କହିଦେବି, ଆଉ ପ୍ରୋବ୍ଲେମ ଅଧିକା ସଲ୍ଭ କରେଇବା ଆଉ। ସାର୍ କନସେପ୍ଟ ବି ଟିକେ ହୁଁ। ଦରକାର। हाँ सर कॉन्सेप्ट ଗୋଟେ ହଁ ଯିବା ସେଇ କନସେପ୍ଟ ଏକ୍ଜାମ କର। ଓରିଏଣ୍ଟେଡ କ୍ୱେଶ୍ଚନ କୁ କରିବା। ହଁ, ସାର୍ ସେ ସବୁ କନସେପ୍ଟ ଥିଓରି ଯିବା। କହିଦଉଛନ୍ତି, ଆପଣ ଟିକେ ପ୍ରୋବ୍ଲେମ କରାନ୍ତୁ। ହଁ, ମୁଁ ସେଇ କଥା କହୁଛି, କାରଣ ମୁଁ ବି ଥିଓରି କହିଲେ ଥିଓରିର ଆକ୍ଚୁଆଲି ବହୁତ କହିହବ, କିନ୍ତୁ ହଁ ମେନ୍ ହେଲା କଣ, ତ ଟାଇମ ଦରକାର, ଯୋଉଟା ହଁ କି ତୁମ ସାର୍ ପାଖରେ ଯୋଉ ବହୁତ କମ ଅଛି। ସାର୍ ଯୋଉମାନେ ଥରେ ଦେଇଛନ୍ତି ସେମାନଙ୍କର ଟିକେ ଏକ୍ସପିରିଏନ୍ସ ଅଛି। ସାର୍ ଆମେ ଯେ ଟିକେ ନୂଆ ଅଛୁ, ଟିକେ କନସେପ୍ଟ ୱାଇଜ ଗଲେ ଟିକେ ବେଟର ହବ। ହଁ, ମୁଁ କନସେପ୍ଟ କହିଦେବି, ବଟ୍ ବେଶୀ ଡେପ୍ଥ କୁ ଯିବିନି ହେଲା, ମୁଁ କହୁଛି ଏଇଟା। କାରଣ ବେଶୀ ଡେପ୍ଥ କୁ ଗଲେ ଆକ୍ଚୁଆଲି ସାର୍ ପଢଉଛନ୍ତି, ସାର୍ ବି ଡେପ୍ଥ କୁ ଯାଉଥିବେ, ହୁଁ ତ ବେଶୀ ଡେପ୍ଥ ବି ତୁମର ଦରକାର ନାହିଁ। ଫାଷ୍ଟ କଥା ହେଲା ସେଇଟା। ବେଶୀ ଡେପ୍ଥ କୁ ଯାଇକି ତୁମେ କରିବ କଣ? ତୁମେ ଯଦି ଫିଜିକ୍ସ ଯିବ, ତୁମର କେମିଷ୍ଟ୍ରି ମ୍ୟାଥ ଅଛି ନା, ଡେପ୍ଥ କୁ ଯାଇକି ଲାଭ କଣ ଆମର? କୋଉଠି ବି ଡେପ୍ଥ ରୁ ଅଧିକା ପଚାରିବନି କ୍ୱେଶ୍ଚନ। ଆଉ ଯାହା ବି ଯୋଉଠି ପ୍ରିଭିୟସ୍ ଡେପ୍ଥ ଇୟର ଥିବ। କ୍ୱେଶ୍ଚିନ୍ ଗୁଡାକ ଦେଖିଦେଇଥିଲେ ସେଇ ଅନୁସାରେ ଆମେ ହଁ ହଁ, ପ୍ରିପେୟାର ହେଇଯିବ, ମାନେ ଜାଣିପାରିବା ନା ନା, ମୁଁ କ୍ୱେଶ୍ଚିନ୍ ର ପ୍ରିଭିୟସ ଲେଭେଲ ଇୟର କ୍ୱେଶ୍ଚନ ଦେଖିଛି। ହଁ, ମୁଁ ଦେଖିଲି କ୍ୱେଶ୍ଚନ ପ୍ରିଭିୟସ। ମୁଁ ଏଇ ଯୋଉ କ୍ୱେଶ୍ଚନ ଗୁଡା ଦେଇଛି, ଏଗୁଡାକ ସବୁ ଯେତେଟା ବି ଏକ୍ସାମ ପ୍ରିଭିୟସ ହେଇଯିବ ଇୟର ଏସଏସସି ର। ଆରଏସଟି ସିଏସଟି।
ହଁ କଣ ଆଜ୍ଞା କହୁଛ? ମୁଁ କହିଲି ପ୍ରିଭିୟସ୍ ଇୟର ଯେତେଟା ଏକ୍ସାମ ହେଇଛି କଣ? RHCHT ର ସେ କୋଶ୍ଚିନ୍ ଗୁଡାକ ଦେଖିଲେ ହଁ ଆମେ ସବୁଗୁଡାକ ଆଇଡିଆ ମୁଁ ଦେଖି ଆସିଯିବ ଯେ ସାରିଛି। କୋଉ ଭଳିଆ କୋଶ୍ଚିନ୍ ଲେବୁଲ କେମିତି ଆସୁଛି ହଁ ସେଇ ବାସ୍ ମୁଁ ଅନୁସାରେ ସେଇଗୁଡାକ ହିଁ କନସେପ୍ଟ ପ୍ରାକ୍ଟିସ ସହିତ କରେଇବି ପ୍ରିପେୟାର ତୁମକୁ। ହବ। ତୁମକୁ ପ୍ରିଭିୟସ ଇୟର କ୍ୱେଶ୍ଚେନ ତା ସହିତ ଏକ୍ସଟ୍ରା କ୍ୱେଶ୍ଚେନ ସେଇ ଲେବୁଲର କ୍ୱେଶ୍ଚେନ ହେଲା। ଯଦି ହଁ ତୁମର ଲେବୁଲ ଟୋଟାଲ 5 ହେଲା, ତୁମର ପଡୁଛି କେତେ ଜାଣିଛ? 2 ଆଉ 3 ହେଲା। 4 5 ତୁମର ଜମା ଆସୁନାହିଁ। ତୁମେ ଗୋଟେ ବି ଏମିତି କ୍ୱେଶ୍ଚେନ ପାଇବନି ଯୋଉଠି ଦିଟା କି ତିନିଟା ଷ୍ଟେପ ର ଯାଇକି ବାହାରୁଥିବ ପ୍ରୋବ୍ଲେମ ଗୁଡାକ ବା ଆନ୍ସର ଗୁଡାକ। ଦିଟା ତିନିଟା ଷ୍ଟେପ ମାନେ ବୁଝିପାରୁଛ ତ? ଦିଟା ତିନିଟା ଫର୍ମୁଲା ୟୁଜ କରିକି ବାହାରୁଥିବ, ସେମିତି ଗୋଟେ ବି ହଁ ପାଇବନି ହେଲା। ଗୋଟେ ଆଇଦର ଗୋଟେ ଇକ୍ୱେସନ ନହେଲେ ହାର୍ଡଲି ଦିଟା ଇକ୍ୱେସନ। ଯୋଉଟା ସେଇଟା ଦିଟା ଇକ୍ୱେସନ ଯିବ ସେଟା 3 ଷ୍ଟାର ତୁମେ ଦବ ହେଲା। ଆଉ ଯୋଉଟା ଅଛି ଗୋଟିଏ ସେଟାକୁ 2 ଷ୍ଟାର ତୁମେ ଦେଇପାରିବ, ବୁଝିହେଲା। ତ ଏତିକି ଖାଲି ତୁମକୁ ପଚାରୁଛି, ଜେନେରାଲ ପ୍ରୋବ୍ଲେମ ଗୁଡାକ ପଚାରୁଛି, ବେଶୀ ହାର୍ଡ ବି ପଚାରୁନାହିଁ। ତ ଆମେ ସେଇ ଅନୁସାରେ କରିବା, ବେଶୀ ଟେନସନ ନବାର ନାହିଁ ହେଲା। ଏଇଠି ଯେତିକି କରିବ, ଆହୁରି ତୁମେ ଯଦି ପାରୁଛ, ଯଦି ସାମ୍ପୁଲ ପେପର କିଛି ତୁମ ପାଖରେ ଅଛି ବା ମାର୍କେଟରେ ଯଦି ମିଳୁଛି, ମୁଁ ତ ଆଉ ଦେଖି ନାହିଁ କଣ ସାମ୍ପୁଲ ପେପର ଆସୁଥିବ କି କଣ ୟା ଦେହର, କାରଣ ସେ ରେନବୋରେ ବୋଧେ ଆସୁଥିବ, ତା ଦେହରେ ବହୁତ ସାରା ଭୁଲଭାଲ ବାହାରେ, ବହୁତ ସାରା ପ୍ରିଣ୍ଟିଂ ମିଷ୍ଟେକ୍ ଆସେ, ସେଇ ଯୋଉ ମୁଁ ସେଟା ପ୍ରିଫର କରେ ନାହିଁ। ତ ଦେଖ ଯଦି TBW ର ଆସୁଥିବ ତ ବେଟର ସେଇଟା ହବ। ଓକେ, ତ ଚାଲ ଯିବା ନେକ୍ସଟ। ତ ମୋସନ କଣ ବୁଝିହେଲା? ପୋଜିସନ ଯଦି ଚେଞ୍ଜ ହବ ୱିଥ ରେସ୍ପେକ୍ଟ ଟୁ ଟାଇମ, ତାହେଲେ ଆମେ ତାକୁ କଣ କହିବା? ମୋସନ କରୁଛି ସେ ଅବଜେକ୍ଟ ହେଲା। ତ ମୋସନ ର ୱାର୍ଡ ଗୁଡାକ ସବୁ କଣ ଆସେ? ଫାର୍ଷ୍ଟ ଆସେ ଡିଷ୍ଟାନ୍ସ, ডিসপ্লেসমেন্ট, তুমি এগুলা ସବୁ ଜାଣିଛ। ସ୍ପିଡ, distance, ସାର୍ କଣ ଭେଲୋସିଟି, ପଢେଇଲି ମୋର ଟିକେ ସବୁଗୁଡା ମୁଁ ଟିକେ ହଁ କଣ ସୁବାସ? ମୋର ନେଟୱାର୍କ ସାର୍ ଟିକେ ପ୍ରୋବ୍ଲେମ ହେଇଥିଲା, କଣ ପଢେଇଲି କି ଆଉ? ନା କିଛି ପଢେଇ ନାହିଁ, କିଛି ପଢେଇ ନାହିଁ। ମୁଁ ଏଇ ଟାଇପ୍ସ ଅଫ ମୋସନ ରୁ ଷ୍ଟାର୍ଟ କରୁଛି, ନା ସରି, ଟର୍ମସ ଇନ ୟୁଜ୍ଡ ଇନ ମୋସନ ରୁ ଷ୍ଟାର୍ଟ କରୁଛି ହେଲା। ଆଜ୍ଞା ଆଜ୍ଞା ସାର୍। ଏଇ ସରିଥିଲା, ମୋସନ ସରିଥିଲା, ତାପରେ ଏଇଠୁ ଷ୍ଟାର୍ଟ ହେଲା ହେଲା। ସ୍ପିଡ, ଆଜ୍ଞା ଭେଲୋସିଟି, ତାପରେ ଆସିବ ଆକ୍ସିଲରେସନ। ଓକେ, ଏତିକି ପର୍ଯ୍ୟନ୍ତ ଆମେ ଦେଖିବା। ফার্স্ট ଆଉ ଗୋଟେ ଆସେ କଣ, ଏଇଟା ଗୋଟେ ইম্পর্টান্ট কথা, পজিশন ভেক্টর। পজিশন ভেক্টর, পজিশন ভেক্টর কোন? দুইটা পয়েন্ট ভিতরে যে ডিফারেন্সটা রহিলা, মনে করো গোটে ଅଛି x ଆଉ y ରେ ଗୋଟେ ଅଛି, x1 y1 ରେ ଗୋଟେ ପାର୍ଟିକଲ ଅଛି ବା ଗୋଟେ ପଏଣ୍ଟ ଅଛି, ଆଉ ଗୋଟେ ପଏଣ୍ଟ ଅଛି x2 y2 ରେ, ବୁଝିହେଲା। ତ ଯଦି ସେ ପଚାରଲା what is the position vector between the point A B, তাহলে ଆମେ କଣ କରିବା? x2 minus x1 ର হোল স্কয়ার প্লস y2 minus y1 ର হোল স্কয়ার ର ରୁଟ ଓଭର, এইটা କଣ? লেংথ, ବୁଝିହେଲା। ତ ସିଏ ଆକ୍ଚୁଆଲି କଣ ପଚାରେ? ପୋଜିଶନ ଭେକ୍ଟର ଅଫ ଏ ପଏଣ୍ଟ with respect to origin, অরিজিন অনুসারে পজিশন ভেক্টর পচারিব। তো জেনারেলি মনে রাখথিব এক্স আই ক্যাপ প্লস ওয়াই জে ক্যাপ ইফ the object is at xy, যদি xy পয়েন্ট র অবজেক্টটা আছে, তাহলে সে অবজেক্ট র পজিশন ভেক্টর কোন হবো? এক্স আই ক্যাপ ওয়াই জে ক্যাপ। ସାର୍ ଟିକେ ଆଉ ଥରେ କହିବେ। ମୁଁ କହିଲି ଯଦି ଗୋଟେ ଅବଜେକ୍ଟ ଅଛି xy ପଏଣ୍ଟ ରେ, ଗୋଟେ ଅବଜେକ୍ଟ ଯଦି ଅଛି xy ପଏଣ୍ଟ ରେ ଏଇଭଳିଆ, ପ୍ଲେନ ରେ, ତାহଲେ ইয়ার পজিশন ভেক্টর উইথ রেসপেক্ট টু অরিজিন কোন হবো? এক্স আই ক্যাপ প্লস ওয়াই জে ক্যাপ। গোটে গোটে কোশ্চেন এমিতি দেই দেইথায় যে গোটে অবজেক্ট ଅଛି ଯୋଉଟା 2 3 পজিশন লে ଅଛି, দেন what is its পজিশন ভেক্টর। সিম্পল কোশ্চেন পচার ଦେଇଥାଏ, জেনারেলি OSTET ର ବି এইভଳିଆ কোশ্চেন ଆସିଛି, ଯଦି ପ୍ରିଭିୟସ କୋଶ୍ଚେନ ତୁମେ ଅଣ୍ଡାଳିବ ପାଇବ। କଣ ଏଠି ହବ?
2i cap plus 3j cap বুঝিলা সিম্পল আছে না এটা এটা তো ବହୁତ ସହଜ ଅଛି। নেক্সট ଯିବା আচ্ছা তো তারপর দেখো ডিস্টেন্স কোন জানছো পার্ট কভার টোটাল পার্ট কভারড বাই এ বডি ডিসপ্লেসমেন্ট কোন শর্টেস্ট পার্ট और शॉर्टेस्ट डिस्टेंस भी तुम्हें कहि परिबो एगुडा बुझेबा दरकार नाही तार थियोरेटिकल जिबा दरकार नाही ନାଇଁ ସାର୍ ନାଇଁ ସାର୍ डिस्प्लेसमेंट रो वेक्टर अछि डिस्प्लेसमेंट उडा वेक्टर क्वांटिटी डिस्टेंस हला उडा स्केलर क्वांटिटी ହଁ ସାର୍ क्लियर ହଁ डिस्प्लेसमेंट ସାର୍ पॉजिटिव नेगेटिव एई गुटे पचार दिए देखो क्वेश्चन एठी केमिति आसीबो जदी डिस्टेंस डिस्प्लेसमेंट भीतर क्वेश्चन पड़ला पचार थिबो व्हिच ऑफ द फॉलोइंग इज ट्रू अबाउट डिस्प्लेसमेंट और डिस्टेंस पचार देथिबो जे या भीतर कोउटा डिस्टेंस बा डिस्प्लेसमेंट भीतर ट्रू ये भी गुटे टाइप रो कष्ट क्वेश्चन मन रखो तुमे भाबु जे ना एटा सहज क्वेश्चन किंतु से ऑप्शन एमिति दे देथिबो तुमे कंफ्यूज हे जिवो बुझियला से लिखि दिबो ए बळिया डिस्प्लेसमेंट से बळिया गुटे क्वेश्चन अछि बदे इथर नाही नेक्स्ट क्लास मो से बळिया गुटे क्वेश्चन आनिबी डिस्प्लेसमेंट इज पॉजिटिव डिस्प्लेसमेंट कैन बी पॉजिटिव displacement can be negative distance traveled by a body in motion will be zero when displacement is positive distance is always greater than or equal to displacement of a body. The same पचाची which of the following is wrong about displacement and distance. या भितरु कोउटा डिस्प्लेसमेंट और डिस्टेंस भितर रॉन्ग के कोइ परिबो ଥାର୍ଡ ଆଇ ସାର୍ हार्दा रॉन्ग काहे के डिस्टेंस तो जीरो होगा डिस्टेंस जीरो हबनी जदी गुटे बॉडी मूव करिछि then its distance cannot be zero तो ऑप्शन एटा हबो हमर ऑप्शन रॉन्ग ऑप्शन हबो एटा तो करेक्ट आंसर एटा बुझिला आउ गुटे पॉइंट एथि मन रखिवार कथा कोन ए जो देखो लास्ट पॉइंट डिस्टेंस इज ऑलवेज ग्रेटर देन और इक्वल टू डिस्प्लेसमेंट केबे भी डिस्प्लेसमेंट डिस्टेंस थारु ग्रेटर देन हेई परिबो नाही एटा मन रखि दिबो डिस्प्लेसमेंट इज ऑलवेज स्मॉलर देन और इक्वल टू डिस्टेंस এটা লিখি দিও লিখি के घर भीतर रख दियो हला ଆଜ୍ଞା ସାର୍ तो डिस्टेंस और डिस्प्लेसमेंट केते बेले इक्वल हबो इन व्हिच ସାର୍ ଗୋଟେ केस ଷ୍ଟ୍ରେଟ୍ ଲାଇନ୍ डिस्टेंस एंड ଷ୍ଟ୍ରେଟ୍ ଲାଇନ୍ डिस्प्लेसमेंट केते बेले गुटे ऑब्जेक्ट स्ट्रेट लाइन ले जाई आउ कोन डिस्टेंस डिस्प्लेसमेंट रो क्वेश्चन आसे गुटे ସାର୍ सर्कल ଆପଣ अछि ସ୍କାଲାର କୋଉଟା ଭେକ୍ଟର କୋଉଟା କେମିତି ସାର୍ ଜାଣିବୁ डिस्टेंस हला कोन स्केलर डिस्प्लेसमेंट ସ୍କାଲାର हला वेक्टर डिस्टेंस कोन डिस्टेंस हला कोन ତାର ଖାଲି ହେଲା डिस्टेंस Length. डायरेक्शन नाही only length. magnitude डिस्टेंस डायरेक्ट हां कोन कहउछ किए कोन कहउतला कहलो पचारलो कोन देवाशीष ଆଜ୍ଞା ସାର୍ देवाशीष किसी कहउतलो कि ना किए कहउछ ଆ- हां कोन पचारतलो पचार ନା ଆଜ୍ଞା ସାର୍ ମୁଁ ପଚାରିଲି ଯେ ଏ ଯୋଉ ଯୋଉ ଡିସପ୍ଲେସମେଣ୍ଟ ଆଉ ଡିଷ୍ଟାନ୍ସ ରୁ ସ୍କାଲାର କୋଉଟା ଭେକ୍ଟର କୋଉଟା ସେଟା କେମିତି ଜାଣେ ଗୋଟେ देखो डिस्प्लेसमेंट रो जनरल फार्मूला हला इन द फाइनल पोजीशन माइनस इनिशियल पोजीशन बुझियला ଆଜ୍ଞା
फाइनल पोजीशन और इनिशियल पोजीशन भितर जो डिस्टेंस था शॉर्टेज डिस्टेंस टाକୁ କୁହାଯାଏ डिस्प्लेसमेंट। तो जनरली एथि कोन हैला गुटे स्पेसिफाई कर देला ना डायरेक्शन जे फाइनल टू इनिशियल किंतु डिस्टेंस हमर सेमिति किछि नै ए रु बी के जिबार डिस्टेंस जेतिकी बा ए रु बी रो लेंथ जेतिकी बी रु ए रो लेंथ सेतिकी ଆଜ୍ଞା किंतु डिस्प्लेसमेंट कोन कहूची तुमे फाइनल और इनिशियल पोजीशन भितर डिफरेंस ଆଜ୍ଞା बुझी होची तो सेहिथि पई डिस्प्लेसमेंट कोन हुए डायरेक्शन डायरेक्शन कहले डिस्प्लेसमेंट सहित डायरेक्शन से जोड़ी की थाए तेनु डिस्प्लेसमेंट हला गुटे वेक्टर क्वांटिटी डिस्टेंस हला स्केलर Scalar. क्वांटिटी बुझियला ଆଜ୍ଞା डाउट अछि कि किछ ଆଜ୍ଞା नेक्स्ट तो गुटे क्वेश्चन पचाची देखो फास्ट सिंपल रू स्टार्ट करियो डिस्टेंस ऑफ डिस्प्लेसमेंट भितरे ए रु बी अछि जने लोक ए रु बी की गला यार लेंथ अछि मन करो सॉरी यार लेंथ जा भी थाउ x थाउ y थाउ जा भी थाउ मते कोई ई केस रे डिस्टेंस केते होबो और डिस्प्लेसमेंट केते होबो से ए रु स्टार्ट करछि बी रे जाई की पहुंच डिस्टेंस ସମାନ और ହବ ପୁରା डिस्प्लेसमेंट ଷ୍ଟ୍ରେଟ୍ समान ଲାଇନ୍ ଅଛି तो सेम कोन कोन ହବ डिस्टेंस सेम होबो तामा से भी डिस्प्लेसमेंट भी ए भी वर्तमान से कोन कला ए रु भाला केस 2 एटा हला केस 1 केस 2 ए रु भाला पुणी आसी के ए रो पहुंची तो डिस्टेंस केते होबो डिस्प्लेसमेंट केते होबो ଡିସପ୍ଲେସମେଣ୍ଟ 0 ହବ ए बी ଡିଷ୍ଟାନ୍ସ प्लस 2m 0 डिस्टेंस होबो 2ab डिस्टेंस 2 है डिस्प्लेसमेंट क्लियर ना बुझी पारलो तो डिस्प्लेसमेंट काहे कि 0 हला जानि पारलो काहे कि ना इनिशियल पोजीशन जोठी फाइनल पोजीशन भी सेही तो फाइनल माइनस इनिशियल सेम पोजीशन आ जाउची 0 होई गल क्लियर हाँ सर नेक्स्ट गुटे सर्कल आमे देखियो आई सेकंड एटा गुटे देखो सर्कल गुटे सर्कल ले से कोन कला ए पॉइंट रु बाहरला जाई कि बी पॉइंट रे पहुंची मतलब वर्तमान को एथि डिस्टेंस केते और डिस्प्लेसमेंट केते जन जनी की जे कहियो एथि तो हैंड रेज नाही ना अच्छा रेज और नाही अच्छा मु पचार दूची बनोज ज्योति ता कोन त मना हां बनोज ज्योत्स्ना मल्लिक हां बनोज ज्योत्स्ना मल्लिक को डिस्टेंस केते क्वेश्चन टा सर टिका उठा मु कहली ए रु बी रो ए जो फिगर ता देखि पाछो सर्कल फिगर आज्ञा हां तो मु कहली ए पॉइंट रु भाला बी रे पहुंचला तो तारो आज्ञा कोन हबो डिस्टेंस केते डिस्प्लेसमेंट केते सर डिस्टेंस टा ए बी हबो डिस्टेंस टा सर ए बी हबो और डिस्प्लेसमेंट भी तो ए बी डिस्टेंस भी ए बी डिस्प्लेसमेंट भी ए बी अच्छा हां नेक्स्ट नेक्स्ट के अछि हां रहि जा मु जन जनी पचारछि सुधाकर साहू सुधाकर ଆଜ୍ଞା ସର ହେଲା ଡିଷ୍ଟାନ୍ସ ସର ପାର ହବ ଆଉ ହେଲା ଡିସପ୍ଲେ ହବ 2r अच्छा तुम्हें कहछ दे डिस्टेंस हबो पायर और डिस्प्लेसमेंट हबो केते कहछ 2r अच्छा 2r 2r ओके नेक्स्ट विष्णुप्रिया यस सर विष्णुप्रिया हां केते हबो तुम्हारे सर डिस्प्लेसमेंट हमर 2r हबो डायमीटर d हबो और डिस्टेंस टा हबो a टू b जोटा कि पायर हो पायर अच्छा देवाशीष तर हमर डिस्प्लेसमेंट हबो 2r अच्छा डिस्टेंस टा हबो पायर एटा हाफ ही अच्छा अछि केते जण एई जो तीन जण कहले डिस्टेंस पायर और डिस्प्लेसमेंट 2r सबुटाकू ठीक बोली मानुछ के जण ठीक मारछो
ଆଉ କିଏ କହୁଛି ଯେ ନା ଏଇଟା ହବ ନାହିଁ? କିଏ କହୁଛ ଯେ ଏଗୁଡା ଠିକ ବୋଲି? କେହି କିଛି ସାର୍ କହୁନ। ଏଇଟା ଠିକ ହଁ ଲାଗୁଛି ହେଲା। ସାର୍ ଏଇଟା ଠିକ ଲାଗୁଛି डिस्टेंस पायर है वो ହଁ କିଏ डिस्प्लेसमेंट କହିଲା टू है ଏଟା ଠିକ ଲାଗୁଛି? ଡିଷ୍ଟାନ୍ସ ପାଇଆରେ ଡିସପ୍ଲେସମେଣ୍ଟ ହଁ ତ କାହିଁକି କାହିଁକି ଏମିତି ହେଲା? କିଏ କହିପାରିବ? ସର୍କଲ ଏକ୍ସପ୍ଲେନ କିଏ କରିପାରିବ? ସେ ସାର୍ ସର୍କଲ ର ଡିସପ୍ଲେସମେଣ୍ଟ ଟା ହଁ A to B ଭିତରେ ସର୍ଟେଷ୍ଟ ପାଥ ଟୁ ହଁ ହବ A to B ଭିତରେ ସର୍ଟେଷ୍ଟ ପାଥ। ଆଉ ହୁଁ ଡିଷ୍ଟାନ୍ସ ଟା ଯେହେତୁ ସର୍ଟେଷ୍ଟ ପାଥ ହେଲେ ଷ୍ଟ୍ରେଟ ଲାଇନ ଯିବ ସ୍ଟ୍ରେଟ ଲାଇନ। ହୁଁ ଆଉ ଡିଷ୍ଟାନ୍ସ ଟା ଆମର ସର୍କଲ ଦେଇକି ଯାଇଛି ତେଣୁକରି ସେଇଟା ଆମର ପାୟାର ହବ। सर सर्कमफेरेंस रे ପାୟାର ହବ ତା ମାନେ ହାଫ ସର୍କଲ ହାଫ୍ ସେ କଭର ସର୍କଲ କରିଛି। ଆକ୍ଚୁଆଲ କଭର୍ଡ ପାଥ। ବୁଝିଲା? ୟେସ୍ ସାର୍ ହଁ ଆକ୍ଚୁଆଲି କଭର୍ଡ ପାଥ। ତ ସେ ହାଫ ସର୍କଲ କଭର କରିଛି ତ ତାର ଡିଷ୍ଟାନ୍ସ ତାର ଡିସପ୍ଲେସ ସରି ଡିଷ୍ଟାନ୍ସ ହବ ପାୟାର। ଆଚ୍ଛା ଯଦି ପୁରା ସର୍କଲ କଭର କରିଥାନ୍ତା ଟୁ ଟୁ ପାଇଆର ପାୟାର। ହେଇଥାନ୍ତା ଟୁ ପାଇଆର ଡିସପ୍ଲେସମେଣ୍ଟ କେତେ ଦେଇଥାନ୍ତା? सर डिस्प्लेसमेंट ଡିସପ୍ଲେସମେଣ୍ଟ जीरो ଜିରୋ। ଜିରୋ डिस्प्लेसमेंट ଦେଇଥାନ୍ତା। जीरो ହେଲା। ବନ ଜ୍ୟୋତ୍ସ୍ନା ତୁମେ ବୋଧେ ଫାଷ୍ଟ ରେ ଭୁଲ କହିଥିଲ, ବୁଝିପାରିଲ? सर मु सर्किल टा लक्ष्य करनी हाँ ଆଚ୍ଛା ବୁଝିହେଲା? କ୍ଲିୟର ହେଲା ନା? ସବୁ ବୁଝିପାରିଲେ ଏଟା? हाँ हाँ सर बुझी ଯଦି ସେ ସର୍କଲ ପାଖରେ ଦି ଥର ମୁଭ କରିଛି ତାହେଲେ ଡିଷ୍ଟାନ୍ସ କେତେ ହବ? ଡିସପ୍ଲେସମେଣ୍ଟ କେତେ ହବ? ବୁଝିପାରିଲି। ସାର୍ ଆଉ ଥରେ କହିଦିଅ ସେ ସର୍କଲରେ ଟୁ ଟାଇମ୍ସ ମୁଭ କରିଛି। ମାନେ A ରୁ ମୁଭ୍ କରି ପୁଣି ଟୁ ଆସି A ରେ ଟାଇମ୍ସ। ହଁ सर ଥରେ ଗଲା डिस्टेंस ଏ ରୁ ମୁଭ 4 କଲା और ପୁଣି डिस्प्लेसमेंट ଆସିକି ଏ ରେ, जीरो ପୁଣି ଥରେ ମୁଭ କଲା ପୁଣି ଆସିକି ଏ ରେ। ଡିଷ୍ଟାନ୍ସ ହବ ଡିସପ୍ଲେସମେଣ୍ଟ 4 ଜିରୋ। ପାଇଆର फोर ଡିସପ୍ଲେସମେଣ୍ଟ ଟା पायर ଜିରୋ डिस्प्लेसमेंट जीरो ଡିଷ୍ଟାନ୍ସ ହେଲା डिस्प्लेसमेंट 4 जीरो ପାୟାର, ଡିସପ୍ଲେସମେଣ୍ଟ ଟା ଜିରୋ ଡିସପ୍ଲେସମେଣ୍ଟ ହେଲା 0। ଜିରୋ। जीरो ବୁଝିହେଲା? କ୍ଲିୟର ହେଲା हाँ ନା? ତ ଡିଷ୍ଟାନ୍ସ ଡିସପ୍ଲେସମେଣ୍ଟ ର ଯାହା ବି କ୍ୱେଶ୍ଚନ ପଚାରିବ ଏତିକି ପଚାରିବ, ଯୋଉଟା ଆମର ଥିଓରିଟିକାଲ ବା ଆନାଲାଇଟିକାଲ ମେଥଡ। ଗ୍ରାଫିକାଲ ମେଥଡ ଯେତେବେଳେ ପଢିବା ସେତେବେଳେ ଦେଖିବା ଆଗକୁ। ବୁଝି ହଉଛି? ହଁ ସାର୍। ଭଲ ଲାଗୁଛି? ବୁଝିପାରୁଛ ତ? ୟେସ୍ ସାର୍ Yes, sir. हाँ ହୁଁ। ठीक ଆଚ୍ଛା ସେ ପୂର୍ବ କୋର୍ସ ଯଦି କିଏ କିଏ ନେଇଥିଲ, କେତେ ଜଣ ନେଇଥିଲ? ଯୋଉମାନେ ପୂର୍ବର ଯୋଉ ମୁଁ ମ୍ୟାଥ ପଢଉଥିଲି କେତେ ଜଣ ନେଇଥିଲ କୋର୍ସ? କିଏ କିଏ ପୂର୍ବ କୋର୍ସ ଥିଲ? RST ର ଯୋଉ କୋର୍ସ ରେ କିଏ କିଏ ଥିଲ? କେହି ନଥିଲ? ନାଇଁ। नहीं सर କିଏ ଜଣେ କହୁଥିଲା ଫାଷ୍ଟ ଯେ ସାର୍ ମୁଁ ଥିଲି ସାର୍ ମୁଁ RST ରେ କହୁଥିଲି ଆପଣ ପଢଉଥିଲେ। ସାର୍ ମୁଁ ଆଚ୍ଛା କହୁଥିଲି ସାର୍ ବିଷ୍ଣୁପ୍ରିୟା। ଏବେ ଅପଲୋଡ କରିଛନ୍ତି ତ ସାର୍ ଏବେ ସାର୍ ସେଇଟା ପ୍ରିଭିୟସ ରେକର୍ଡିଂ ସେଇଟା ସାର୍ ମୁଁ ଦେଖିଥିଲି। हाँ सर सही टा तो ଆଚ୍ଛା हमें ଆଚ୍ଛା देखी ହଁ ଠିକ ଅଛି ଠିକ। ଆଚ୍ଛା ठीक ଆଚ୍ଛା है ହଁ ଠିକ ଠିକ। ତା ଦେହର ବୁଝିପାରୁଛ ତ? ସେ ମ୍ୟାଥ ଗୁଡା ବୁଝିପାରୁଛ ତ? କିଛି ଅସୁବିଧା ହଉଛି କି ମ୍ୟାଥ ରେ? ନା ନା ସାର୍ ପୁରା ବୁଝି ହଉଛି। ସାର୍ ହ୍ୟାଲୋ ସାର୍ ଠିକ ଅଛି। ହଁ କୁହ ଦେବାଶିଷ କୁହ। ସାର୍ ଫିଜିକ୍ସ ଟା ଆପଣ ପଢଉନାହାନ୍ତି? ଫିଜିକ୍ସ ତ ପଢଉଛି। ନା ସାର୍ ଯେମିତି ପୁରା ସିଲାବସ୍ କଭର କଲା ଭଳିଆ ଆପଣ हाँ ପଢଉନାହାନ୍ତି? सर वीकली ଆରେ ଶୁଣ ଆମେ ଆକ୍ଚୁଆଲି ଆମର ମତେ ଆକ୍ଚୁଆଲି ଟାଇମ ହଉନାହିଁ, ନା ସେଇଟା ନା ହଉଛି କଥା। ସେଟା ଶୁଣୁନାହାନ୍ତି, ଆମର ଆକ୍ଚୁଆଲି ଯୋଉ ଫିଜିକ୍ସ ପଢଉଛନ୍ତି ସାର୍ ସେଥିରେ ପୁରା ବାଉନ୍ସ ପୁରା नहीं ହେଇଯାଉଛି। ସେ ବହୁତ ଫାଷ୍ଟ ପଢଉଛନ୍ତି, ବହୁତ ଅସୁବିଧା ହଉଛି। କିଛି କ୍ଲିୟର ଗୋଟେ ନା ଏପର୍ଯ୍ୟନ୍ତ ଦେଖ ପ୍ରୋଜେକ୍ଟ ହେଇ ସେଇଟା ଦେଖ ଚାଲିନି। ମୁଁ ହଁ ଖାଲି ଏପଟେ ନା ଦେଖ ସରିଗଲାଣି ମୋର ଆମର କଣ ଅଛି ଆମର କହିଲ ପାଖାପାଖି ଓଏଭିଏସ। 5ଟା ଚାପ୍ଟର ସରିଲାଣି, କିନ୍ତୁ ଏପର୍ଯ୍ୟନ୍ତ ସବୁଥିରେ ଡାଉଟ ମାଉଟ ବହୁତ ଗୁଡାଏ ଅଛି, ଭାରି ଅସୁବିଧା ହଉଛି। ଭାରି ନା ବିରକ୍ତି ସେଇଟା ଲାଗୁଛି। ଶୁଣ ଅସୁବିଧା ମୋର ବି ମାନେ ମତେ ବି ସାର୍ କହୁଥିଲେ ଆକ୍ଚୁଆଲି। ସାର୍ କହୁଥିଲେ ଯେ ସାର୍ ଆପଣ ପଢାନ୍ତୁ ବୋଲି ତାଙ୍କର ରେଗୁଲାର କ୍ଲାସ ନିଅନ୍ତୁ, କିନ୍ତୁ ଅସୁବିଧା ହଉଛି ମୋର କଲେଜ ରହିଯାଉଛି। ଅଲଗା ମାନେ +2 ଜେଇ ପିଲାଙ୍କୁ ପଢଉଛି ତ ସେମାନଙ୍କ କ୍ଲାସ ଗୁଡା ରହିଯାଉଛି। ଓଏଭିଏସ ପିଜିଟି ବି ତୁମର ପଢଉଛି ଆଜ୍ଞା ହେଲା। ଯୋଉମାନେ ଓଏଭିଏସ ପିଜିଟି ଫିଜିକ୍ସ ଯଦି କୋର୍ସ କେହି ନେଇଥିବ ତୁମ ଏଠୁ ଯଦି କାହାର ପିଜି ଥିବ ଫିଜିକ୍ସ ରେ, ଦେଖିବ ସେଠି ଓଏଭିଏସ ପିଜିଟି କୋର୍ସ ବି ମୁଁ ପଢଉଛି, ଯୋଉଟା କି ଆର ବର୍ଷ ଠାରୁ ପଢେଇଲିନି ବଟ ତାର ସରୁନାହିଁ। ବହୁତ ଭାଷ୍ଟ କୋର୍ସ ଅଛି ପିଜିଟି ରେ, ତ ଯଦି ଡେପ୍ଥ କୁ ନ ଯିବ ସରିବନି। ତ ଡେପ୍ଥ କୁ ଆଉ ତା ସେଥିରୁ ଡେପ୍ଥ ରୁ ହିଁ କ୍ୱେଶ୍ଚନ ପଚାରୁଛି, ତ ସେଠି ମୁଁ ପଢଉଛି ଯୋଉଟା ସରି ନାହିଁ ଏପର୍ଯ୍ୟନ୍ତ କୋର୍ସ। ମୁଁ ତୁମକୁ କହୁଛି ଆର ବର୍ଷ ଛୁଆ ସେଇ ଯୋଉ ରାଗିଛନ୍ତି, ପୂର୍ବ ବର୍ଷ ପିଲା ରାଗିଥିଲେ ଯେ ସାର୍ କୋର୍ସ ସାରିଲେନି, କିନ୍ତୁ ସେଇଟା ସେମାନେ ବୁଝିଲେନି ଯେ
बहुत सारा कोर्स अच्छी जोटा कि पूरा डिटेल्स पढ़े जदि भी कहीं कोर्स नहीं देखी बन जोस्ना तुम्हें नहीं कि से कोर्स पीजीटी रो ନାଇଁ ସାର୍ ମୁଁ ଜାଣିଛି କୋର୍ସ ଭାଷ୍ଟ ଅଛି। हाँ तो ଯେ जी नहीं सी जदि पूर्व थर कहीं नहीं जानी बहुत सारा कोर्स अच्छे आ मु बहुत डेप्थ को जाके पढ़े से कोर्स गुड़ा तो बहुत समय से जो लगे जोटा सरी ना एबे ओएभीएस बाहरी पड़ो तो तार भी रेगुलर क्लास मते नबाक पड़ो बुझिपारछ सेइथिपाई मो सार कहली सार किछि नाही आपण एई माराथन क्लास 1.5 घंटा रखि दियंतु ता भीतर सर जेतिक मु पढेइबै हाँ OAVS ସାର୍ କଣ TGT ସାର୍ ପଢଉଛନ୍ତି ନା PGT ସାର୍? मु पीजीटी पढौछि ଟିଜିଟି ଫିଜିକ୍ସ ନାହିଁ। टीजीटी मु पढौ नाही टीजीटी पढौ नाही ନାଇଁ ନା ମୁଁ ଓପିଏସସି TGT टीजीटी ରେ ପିଜିଟି ବି फिजिक्स ସାର୍ नाही ଆପଣ ना ପଢଉଛନ୍ତି? ଓପିଏସସି ପିଜିଟି ବି कोटा ଆପଣ? कोटा ओएभीएस रो ଓହୋ। ସାର୍ ओपीएससी पीजीटी फिजिक्स OPSC बोधे कोर्स दिया जाई PGT नाही बोधे तुमरो दिया है कि ନା ओ ନା ମୁଁ ओ ଜାଣିନି। ନାଇଁ ओपीएससी ଦିଆଯାଏ। पीजीटी रो कोर्स बोधे बिरेंस एकेडमी रे नाही हां फिजिक्स रे नाही ଫିଜିକ୍ସ ପୁରା ପିଜି କୋର୍ସ। ओपीएससी हाँ सी पूरा पीजी कोर्स तादेर मु मो निजस्व यूट्यूब चैनल रे फ्री रो वीडियो पकेई बोली भाबुची बट से सेम कथा टाइम शॉर्टेज से जो मु पकेई पारु नाही जोटा वीडियो रेकॉर्ड भी करि पारु नाही तो सेइते असुविधा होची नहले कारण फिजिक्स रो आमे कोर्स स्टार्ट करी बोली भाबिथिलु पीजीटी फिजिक्स रो सारा सहित कथा भी चलतिला बट असुविधा या हला कि पिला हेलेनी तो काहे कि मिछुटार कोर्सटा करी माने टाइम दबु किंतु लॉस हबो ना सेइथिपाई आमे आउ देई नथि स्टार्ट कलु नाही ସାର୍ ଓପିଏସସି ପିଜିଟି ହଁ ରେ ଯୋଉ କ୍ୱେଶ୍ଚନ ଲେଭେଲ ଆସେ ସେଟା ପିଜି ର ତ କୋର୍ସ ଅଛି ବଟ୍ କ୍ୱେଶ୍ଚନ ଟା କେମିତି ତମେ ନେଟ୍ ର ଲେଭେଲ ର ଆସେ ନା ନା ଓଏଭିଏସ୍ ନା ପିଜିଟି ନା ଲେଭେଲ ନା ର ଆସେ? ନା ना ओएविस पीजीटी ना नेट लेवल तुम्हें एमएससी कोर्स रो जदी कांसेप्ट क्लियर थिबो यू कैन क्रैक ओपीएससी पीजीटी ଆଜ୍ଞା ला ओपीएससी पीजीटी तुम्हें क्रैक करदो जदी जनरली तुम्हें नेट पाई भी जदी पढुचो गेट पाई नेट पाई जदी पढुचो फिजिक्स रो ताने यू कैन क्रैक ଆଜ୍ଞା बहुत ऊपर ସାର୍ ऊपर क्वेश्चन आसे सेई जो सिलेबस बात करछि बट ऊपर ऊपर क्वेश्चन आसे ସାର୍ ନେଟ୍ ରେ ବି छाड़ ଟିକେ ଇଜି फोकस ପକଉଛି फोकस କିନ୍ତୁ OPSC PGT ହାର୍ଡ। ना ना ओपीएससी पीजीटी इजी तुम्हें नेट रो क्वेश्चन बड़ा हार्ड हार्ड आसीबो ओपीएससी पीजीटी ନେଟ୍ इजी ରେ आसे ତ ପୁରା ଡେପ୍ଥ किंतु ରୁ थ्योरेटिकल କ୍ୱେଶ୍ଚନ ଆସେ। ନେଟ୍ ରେ अरे ଟିକେ छाड़ ଅଛି छाड़ से କିନ୍ତୁ हमर पळेई जीवो सियाडे पळेई जीवो हला सियाडे पळेई जीवो वर्तमान आमे एसएसबी ऊपरे फोकस करिया हला नेक्स्ट नेक्स्ट जीवा कोठी अच्छा एटा वर्तमान माने लागु नाही तो जे अधिका ही गलानी रखि दबा एबे काउ किसी लागु नाही तो ନା माने ସାର୍ आवडी 15-20 मिनिट पढेइबा ठीक ହଁ अछि ସାର୍। देखो नेक्स्ट है स्पीड वेलोसिटी स्पीड कौन और वेलोसिटी कौन सही ठीक जमी आम देखिले डिस्टेंस डिस्प्लेसमेंट ठीक सही भाया स्पीड और वेलोसिटी रिलेशन स्पीड कौन चेंज इन पोजीशन विथ रेस्पेक्ट टू टाइम विथ रेस्पेक्ट टू टाइम एटा कौन चेंज इन वेलोसिटी सॉरी चेंज इन डिस्प्लेसमेंट डिस्प्लेसमेंट कोई पाइबो बा पोजीशन वेक्टर भी कोई पारिबो विथ रेस्पेक्ट टू टाइम ओके सिंबल हैला कोन सेही v v एटा हला कोन एटा हला वेक्टर एटा हला स्केलर एगुडा किछि कहबार नै नेक्स्ट हला कोन यूनिट यूनिट हला मीटर पर सेकंड यार भी सही सेम मीटर पर सेकंड एसआई रो एटा हला एसआई सीजीएस रो कोन सेंटीमीटर पर सेकंड सीजीएस यूनिट भी टिके ध्यान दे के चलथबो कारण सीजीएस रो यूनिट पके पचार दिए बेले बेले अच्छा नेक्स्ट हला यार डायमेंशन जानछो L1 t टू द पावर -1 डायमेंशन फार्मूला हला यथि कोन क्वेश्चन एक्चुअली पचार दिए एवरेज टाइप्स ऑफ स्पीड मुझे एटा इंपोर्टेंट बहुत छाड़ी दे की पढ़ाती जे टाइप्स ऑफ स्पीड पढ़ाती
बट टाइप्स ऑफ स्पीड रु क्वेश्चन आसे केमिति आसे टाइप्स ऑफ स्पीड जा वेलोसिटी सेया मु ताको अलगा अलगा करिकी अधिका लंबो नाही शॉर्ट रे कहूची दीटा टाइप रो जनरल हमें देखिबा गुटे हला एवरेज स्पीड और एवरेज वेलोसिटी ठीक से मितिया नेक्स्ट गुटे आसे इंस्टेंटेनियस स्पीड और इंस्टेंटेनियस वेलोसिटी बुझियला दीटा टाइप अछि बोले मते का लागु जोटा मोर मन पड़ो नाही इंस्टेंटेनियस एवरेज हां यूनिफॉर्म वेरिएबल ठीक अछि हला आउरी कोन अछि अच्छा सारे असले कोन आज्ञा सर हाँ नेक्स्ट कोन सर सर किछि कहिबे कि सर ନାଇଁ ନାଇଁ ମୁଁ କହିଲି ସାର୍ ଆମ ପିଲା ଠିକ ଠାକ ପଢୁଛନ୍ତି ତ हाँ ठीक ठाक तो पढुचंती ठीक अछि पिला को दिए पचार देबे फीडबैक कोन केते कोन ହଉ ହଉ बुझिले आज्ञा ହଉ ହଉ ଠିକ ହଉ ସାର୍ ପଢାନ୍ତୁ ପଢାନ୍ତୁ आज्ञा आज्ञा, ठीक तो ता पूर्व आम इंस्टांटानस इंस्टांटानस स्पीड आउ एवरेज स्पीड के जीवा पूर्व आउ गोटे कोन रुहे जे यूनिफॉर्म स्पीड आउ गोटे कोन हैला वेरिएबल स्पीड नॉन यूनिफॉर्म बा वेरिएबल स्पीड भी हमें कहि परिबा दा यूनिफॉर्म स्पीड बा यूनिफॉर्म वेलोसिटी कोन देखो मो स्पीड कहि दउची सेटा तुमे रिलेट कर दबो विथ वेलोसिटी हला किछि लेफ्ट ही गले बोधे हो देवाशीष अच्छे तो ଆଜ୍ଞା ସାର୍ अच्छा ठीक अछि हां तुमे किछि पिला रहउछ और किछि लेफ्ट होउछन और ठीक अछि नेक्स्ट हला वेरिएबल्स अच्छा यूनिफॉर्म स्पीड कोन जोठी स्पीड कांस्टेंट हला वेरिएबल्स की स्पीड कोन जोठी स्पीड ता वेरिएबल स्पीड चेंजेस विथ टाइम और तुमे कहि परिबो एथि स्पीड कोन करछि डिपेंड करछि टाइम ऊपर अच्छा नेक्स्ट आइला कोन देखो एवरेज स्पीड बा एवरेज वेलोसिटी यार डिफरेंट फार्मूला अछि मु लिखि दउछि गोटे गोटे फार्मूला एवरेज स्पीड और वेलोसिटी देखो केमिति एवरेज माने हमें जनरली कोन जानछंती टोटल स्पीड बाय टोटल वेलोसिटी नो कि एवरेज स्पीड सबुठारु इजी फार्मूला हला कोन टोटल डिस्टेंस टोटल टाइम टेकन व्हाट डिवाइडेड बाय टोटल टाइम टेकन एटा हला यार बेसिक फार्मूला एटा हमें केते बेले यूज करिबा जेते बेले हमरो कोन देजी ना एई भलिया देजी जदी S1 S2 S3 एई भलिया पाथ से कवर करछि बा डिस्टेंस कवर करछि इन टाइम T1 T2 T3 ताहले हमें एई फार्मूला टा यूज करिबा आउ गोटे कोन पचार दिए बेले बेले गोटे ऑब्जेक्ट x1 लु टू x2 जाइछि बा S1 टू S2 जाइछि बुझियला से T1 लो बाहर थिला एथि जाई पहुंची T2 लो से पचार दबो जे एवरेज स्पीड केते
এই ଯାହାର ପିଲା କଣ କରନ୍ତି ଭୁଲ କରିଦିଅନ୍ତି କଣ କରନ୍ତି ଯେ ଏଇଠି s1 ପ୍ଲସ s2 ଡିଭାଇଡେଡ ବାଇ t1 ପ୍ଲସ t2 କରନ୍ତି ବଟ୍ এইটা ভুল आंसर क्वेश्चन बुझ ସିଏ ଏଠି କଣ ଦେଇଥିଲା ଯେ ଡିଫରେଣ୍ଟ ଡିଷ୍ଟାନ୍ସ ଇଏ କଭର କରିଛି ୱିଥ ଡିଫରେଣ୍ଟ ଟାଇମ বা s1 ডিস্টেন্স কভার করছি ইন t1 s2 ডিস্টেন্স কভার করছি ইন t2 নট at t2 বুঝি হଉଛି না বুঝি হଉନି ସ୍ପିଡ ହେଇଗଲାନି ନାଇଁ ସାର୍ ଠିକ ଅଛି ଠିକ ଅଛି। ଠିକ ଅଛି ସାର୍। ଆଉ ଥରେ ମୁଁ ବୁଝଉଛି ସେ ଏମିତି କହିଛି ଯେ 5 କିଲୋମିଟର କଭର କରିଛି 5 ମିନିଟରେ ନେକ୍ସଟ ରେ ପୁଣି 15 କିଲୋମିଟର କଭର କରିଛି ଇନ 10 ମିନିଟ এইভଳିଆ ଯଦି କ୍ୱେଶ୍ଚନ ଅଛି then you can apply this formula but ଯଦି क्वेश्चन ଏମିତି ଦେଇଛି ଯେ ସିଏ 5 ମିଟର ରେ ଯାଇଥିଲା at 10:50 am and 10 ମିଟର ଯାଇଥିଲା at 10:52 am ବୁଝିପାରୁଛ क्वेश्चन ର ପାଟର୍ନ ବୁଝିପାରୁଛ ଅଲଗା ଅଲଗା ଅଛି ଏଠି ସେ ଗୋଟାଏ ମୋସନ କନସିଡର କରିଛି ଏମାନଙ୍କର ଷ୍ଟାର୍ଟିଂ ପଏଣ୍ଟ ଗୋଟାଏ ବୁଝି ହଉଛି ତ ଏଇ ଜାଗାରେ ତୁମେ କଣ କରିବ ଫର୍ମୁଲା ୟୁଜ କରିବ x2 minus x1 divided by t2 minus t1 क्लियर ସାର୍ ଏଇଟା ବୁଝେଲା ନା ଇନଷ୍ଟାଣ୍ଟାନିୟସ୍ ପାଇଁ ସାର୍ ଆଉ ଥରେ ନା ଟିକେ କହିବେ। ଇନଷ୍ଟାଣ୍ଟାନିୟସ ମୁଁ କହିବି ହଁ ମୁଁ କହୁଛି ଆଉ ଥରେ ଦେଖଉଛି ଯେତେବେଳେ ସେ ଦେଇଛି ଯଦି s1 डिस्टेंस s2 डिस्टेंस s3 डिस्टेंस कवर करछि इन टाइम t1 t2 t3 then we use the formula total distance divided by total time taken बुझेला बट सीए जदि पचारछि देइछि 8 x1 in time or at time t1 8 x2 8 time t2 क्वेश्चन लो पैटर्न दीटा देखुथबो एथि देइछि इन एथि देइछि 8 टाइम पूर्व तो एई जार कोन करिवो x2 minus x1 divided by t2 minus t1 ता माने चेंज इन पोजीशन जोटा हमें देखुथले फास्ट रु चेंज इन पोजीशन डिवाइडेड बाय चेंज इन टाइम बुझेला सेटा मु लिखि परिबी del x by del t क्लियर ना ठीक है ଆଜ୍ଞା ସାର୍। ହଁ ସାର୍। नेक्स्ट del x by del t अच्छा एटा क्लियर एवरेज क्लियर हे गला नेक्स्ट हला इंस्टेंटेनियस तो इंस्टेंटेनियस माने कोन ये उठे वर्ड आस्थिला इंस्टेंट इंस्टेंट माने कोन सर्टन टाइम बुझेला क्लियर एति की जदि मु तुमु पचारली एट at 10 equals to 50 am सॉरी 10:50 बेले तुमरो स्पीड केते थिला तो मु कोन कली गुटे पर्टिकुलर टाइम कथा तुमको पचारली बुझेला सेइटा को आजिबो कोन इंस्टेंटेनियस स्पीड ता माने द स्पीड at a particular time speed at a
particular time ବୁଝିଲା instantaneous speed କଣ ତୁମେ ଏଇଠି କିଏ ଗୋଟେ ପଚାରୁଥିଲା ଯେ ସାର୍ ଏଟା କାହିଁକି instantaneous ହେଲାନି এইটা কোন এইটা ହେଲା instantaneous position x1 টা কোন কইଥିଲି position বা distance distance displacement ରେ କିଛି instantaneous ନଥାଏ ବୁଝିଲା Yes, हेलो yes, sir. ଆଜ୍ଞା ହଁ ସାର୍ Yes. ଶୁଭୁଛି ତ ମୋ କଥା କ୍ଲିୟର ଅଛି ତ ମାନେ ଭଏସ ବ୍ରେକ୍ ହଉନାହିଁ ତ ନା ସାର୍ ନାଇଁ ସାର୍ ଠିକ ଅଛି ହଁ, ବୁଝି ହଉଛି Yes, sir. ବୁଝି ହଉଛି। ଆଜ୍ଞା Yes, sir. ବାସ୍ ତ 10 ସରି 10:50 ଏତିକି ହଁ 10:50 ବେଳେ ତାର ସ୍ପିଡ କେତେ ଯେତେବେଳେ ତୁମେ ଗାଡି ଚଲଉଛ ବା ସ୍କୁଟି ଚଲଉଛ ସେ ଉପରେ ଗୋଟେ ଥାଏ ନା ସ୍ପିଡୋମିଟର ତାକୁ କୁହନ୍ତି ହୁଁ। ହଁ ସେଇଟା କଣ ମେଜର କରେ ଆଭରେଜ ସ୍ପିଡ ନା ଇନଷ୍ଟାଣ୍ଟାନିୟସ ସ୍ପିଡ instantaneous speed instantaneous speed ମନେ ରଖିଥିବ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ speedometer of the vehicle measures instantaneous speed এটা রিসেন্ট क्वेश्चन এটা ଆଗରୁ ପଡୁନଥିଲା ଏକ୍ସାମ ରେ ଏବେ ଆସୁଛି ସେତେବେଳେ ଆଗରୁ ପକଉଥିଲା speedometer of vehicle measures acceleration velocity distance displacement ଏବେ ଆଉ क्वेश्चन पैटर्न चेंज ହେଲାନି ଏବେ କଣ ପକେଇବ ସରି କଣ Speedometer. speedometer of the vehicle measures average speed instantaneous speed variable speed uniform speed অপশন কোনটা করেক্ট হবে instantaneous speed ବୁଝିହେଲା ନା ବୁଝିହେଲାନି କ୍ଲିୟର ନା ତ ଏଇ instantaneous speed କି କେମିତି ଲେଖନ୍ତି ଏଇଭଳିଆ ତାର ଗୋଟେ ଅଲଗା ଆମେ ନୋଟେସନ ଦେଇଦବା ତ ଏଇଟାର ଫର୍ମୁଲା କଣ ds by dt ମନେ ରଖିବ क्वेश्चन ଯେତେବେଳେ ସଲ୍ଭ କରିବା ଦରକାର ଆସିବ ହେଲା ଏଠି ଆଉ ଗୋଟେ क्वेश्चन ଅଛି ବି এইটা ଯୋଉ ds by dt କେମିତି ହବ ତୁମେ ଡେରିଭେଟିଭ ପଢିଥିବ ଡେରିଭେଟିଭ ର ଫର୍ମୁଲା ରେ ଏମିତି ଆସେ ନା ইয়ার ଯୋଉ মেন ফর্মুলা ডেরিভেটিভ কোଉଠୁ আসছে লিমিট ରୁ আসছে যেତେବେଳେ লিমিট del t tends to 0 এইটাକୁ ଆମେ କହିପାରିବା dx by dt ନା ବୁଝିହେଲାନି ହଁ ବୁଝିଗଲା ହଁ ସାର୍ ବୁଝିହେଲା ତ क्वेश्चन ଆସେ କଣ instantaneous speed is the limiting value of dash କାହାର limiting value क्वेश्चन ପଚାରିଥିବ change in displacement change in time average speed average velocity କିଏ କହିପାରିବ क्वेश्चन ବୁଝିହେଲା ନା ବୁଝିହେଲାନି instantaneous speed କି ଆମେ କାହାର limiting value କହିବା Average value. ଆରେ क्वेश्चन ବୁଝିହଉଛି ତ changing time change in time আচ্ছা change in option ଅଛି change in time change in position average speed ଆଉ ହେଲା average velocity average velocity ତ ହବ ନା ନାହିଁ ଜାଣିପାରୁଛ ତ average velocity ହବନି ବୋଲି କାହିଁକି ନା ଏଠି ସ୍ପିଡ ପଚାରିଛି ସ୍ପିଡ ଆଉ ଭେଲୋସିଟି ତ ସେମ୍ ହେଇପାରିବନି ନା ଡାଇରେକ୍ସନ ଅଛି ଭେଲୋସିଟି ତ ସେ ଅପସନ ଟା ତ କଟିଗଲା ଆଉ ଯୋଉ ତିନିଟା ଅପସନ ଜଣେ କହିଲା ଚେଞ୍ଜ ଇନ୍ ଟାଇମ ଆଉ କିଏ କଣ କହୁଛ ଚେଞ୍ଜ ଇନ୍ ଟାଇମ କେତେ ଜଣ ଠିକ ବୋଲି ମାନୁଛ କେତେ ଜଣ କହୁଛ ଯେ ଚେଞ୍ଜ ଇନ୍ ଟାଇମ ଇଜ କରେକ୍ଟ ଚେଞ୍ଜ ଇନ୍ ପୋଜିସନ ଆଚ୍ଛା ସମସ୍ତେ ଚେଞ୍ଜ ଇନ୍ ପୋଜିସନ ସବୁ ଏଗ୍ରି changing position with respect to time আচ্ছা চেঞ্জ ইন পজিশন উইথ রেসপেক্ট টু টাইম তার মানে তুমি কହୁଛ যে এଠି ନାହିଁ ସେ ଅପସନ ଟା ତ ନାହିଁ ତ ଅପସନ ଏଟା ଆନ୍ସର କ୍ୱେଶ୍ଚନ ଭୁଲ ଅଛି ନା କଣ ନା ଅପସନ ନାହିଁ ଠିକ ଅଛି ଦେଖ ଆଉ ବେଶୀ ଡାଉଟ ରଖିବାନି ତୁମକୁ ଦେଖ ମୁଁ କଣ ଲେଖିଲି ଡିଭି ବାଇ ଡିଟି ଟା ହେଲା କଣ ସରି ଡିଏସ୍ ବାଇ ଡିଟି ଟା କଣ ଇନଷ୍ଟାଣ୍ଟେନିୟସ ସ୍ପିଡ କଣ ଏଟା ନା ଲିମିଟ del t tends to 0 del x by del t ଏଇଆ ଲେଖିଥିଲି ତ ତ ଏଇଟା ଦେଖ ଏଇ del x by del t କି ମୁଁ v average ବୋଲି ଲେଖିଥିଲି ନା ଏଇଠି ଯୋଉ ଗୋଟେ ଫର୍ମୁଲା ବାହାର କରିଥିଲି ତୁମେ ଦେଖିବ ଏଇଠି ଦେଖ ଏଇଟା କାହାର ଫର୍ମୁଲା ବାହାରିଥିଲା
ভি আভারেজ তো মু এই যে লিমিট এই যে এই ইয়ারি বদলে মু কোন বর্তমান লিখি পারিবি লিমিট del t tends to 0 ভি আভারেজ বুঝিলা তো ইনস্টান্টানিয়াস স্পিড টা কাହାର লিমিটিং ভ্যালু হেলা average speed ର এটা ଗୋଟେ নোট କରିକି ଲେଖି ନିଅ instantaneous speed is the limiting value of average speed प्लीज म्यूट करो କିଏ କହୁଛି ସେ ମ୍ୟୁଟ କର ଆଉ ଅଳ୍ପ ଟିକେ ପଢେଇକି ରଖିଦବା ଆଉ ହେଲା ଆକ୍ସିଲେରେସନ ଟା କହିଦେଇକି ରଖିଦବା ମତେ ବହୁତ ଥକା ଲାଗିଲାନି actually। ହେଲା ସରିଲା ଟିକେ ବୁଝିହେଲା हाँ हाँ ନେକ୍ସଟ ହେଲା ଆକ୍ସିଲେରେସନ ଆକ୍ସିଲେରେସନ କଣ चेंज इन वेलोसिटी with चेंज respect इन velocity with with respect to time respect to time time तो एक्सीलरेशन ର फॉर्मूला हला v by t यूनिट हला मीटर पर सेकंड स्क्वायर एंड सीजीएस रो सेंटीमीटर पर सेकंड स्क्वायर second square क्लियर एति की sir अच्छा ଆଉ କଣ ରହିଲା डायमेंशन तो जानछ m0 हां m0 l1 t to the power -2 अच्छा ठीक सेमितिया जेमिति हमें डिफरेंट टाइप रो स्पीड पड़ले सेमिति एक्सीलरेशन भी डिफरेंट टाइप रो हबो फास्ट वाला कोन यूनिफॉर्म एक्सीलरेशन ता माने कोन एक्सीलरेशन कोन रहइबो कांस्टेंट रहइबो एक्सीलरेशन कांस्टेंट स्पीड कांस्टेंट हैला यूनिफॉर्म वेलोसिटी बुझियला एथि यूनिफॉर्म एक्सीलरेशन माने एक्सीलरेशन कांस्टेंट हैला नेक्स्ट वेरिएबल एक्सीलरेशन ता माने एक्सीलरेशन कोन हबो चेंजेस एक्सीलरेशन चेंजेस नेक्स्ट हैला हमें जोटा पढिले एवरेज एक्सीलरेशन जिमिति सेते पढिले डिटो सेया तो एगुडा गाव एक्सप्लेनेशन बेसी करू नाही बुझी होची नेक्स्ट हैला कोन इंस्टेंटेनियस एक्सीलरेशन इंस्टेंटेनियस एक्सीलरेशन लो फार्मूला कोन हबो dv by dt बुझियला तो सेमिति एथि भी कहिबा इंस्टेंटेनियस एक्सीलरेशन इज द लिमिटिंग वैल्यू ऑफ एवरेज एक्सीलरेशन बुझियला जेमिति सेति हेतला एथि भी सेया हबो ए लाइन टा भी लिखि दियो इंस्टेंटेनियस एक्सीलरेशन इज द लिमिटिंग वैल्यू ऑफ एवरेज एक्सीलरेशन तो हाउ एतिकी नेक्स्ट क्लास रो आउरी भी किछ रहि जे वेलोसिटी रो आउ हमर डिस्टेंस रो भी माने सॉरी वेलोसिटी आ एक्सीलरेशन ला आउरी भी किछ करिबा माने जदी सेम पाथ को डिफरेंट टाइम रो कवर कला डिफरेंट पाथ को डिफरेंट टाइम रो कवर कला तो सेगुडा कर भी हमें देखिबा सब हला सेगुडा डायरेक्ट मु प्रॉब्लम आकार रे दे देबी सेटू देखिबा हला आ गोटे सर गोटे रिक्वेस्ट सर हां को सर सर ये जो क्वेश्चन टा जो पठे सर टाटा टिके एनालिसिस करे सर टिके
ନିହାତି ନିହାତି ବ୍ୟସ୍ତ କାହିଁକି ହଉଛ? ମୁଁ ତା ଦେହରୁ ଯୋଉ ଯୋଉ ସବଜେକ୍ଟ ପଢେଇ ମାନେ ଯୋଉ ଚାପ୍ଟର ଟା ପଢଉଛି ସେଇ ଚାପ୍ଟର ର ସାର୍ କ୍ୱେଶ୍ଚନ ହିଁ କରିବି, ସେଇଟାରୁ ହିଁ କରିବି ହେଲା, ବ୍ୟସ୍ତ ହବା ତା ଦେହରେ କିଛି ଦରକାର ନାହିଁ। ସାର୍ ସାର୍ ତୁମର ଏଇଥର ବୋଧେ କଟିଛ ମାନେ ଏଥିରୁ ବୋଧେ ମେନ୍ ରୁ କଟିଲ ବୋଧେ? ନାଇଁ ସାର୍ ଡକୁମେଣ୍ଟ ଭେରିଫିକେସନ କରିଥିଲି ଡକୁମେଣ୍ଟ ଆଚ୍ଛା ଲାଷ୍ଟ କଣ ଥିଲା କି ଡକୁମେଣ୍ଟ ରେ? ନାଇଁ ସାର୍ ଏଇଥର କଣ କଲା ଆଚ୍ଛା କି ଆଚ୍ଛା ମାନେ ଫାଷ୍ଟ ରୁ ନେଇଗଲା ଡିଭି ପାଇଁ, ତାପରେ ଡିଭି ଆଚ୍ଛା ପରେ ଆଚ୍ଛା ଗୋଟେ ହଁ କଟଅଫ୍ ହଁ। ଆଉ ଟିକେ ଅଧିକ ପଳେଇଲା, ଟିକେ ଡିଭି ପରେ 2 ମାର୍କ 3 ମାର୍କ ଏକ୍ସଟ୍ରା ପଳେଇଲା ଆଉ ଟିକେ। ସାର୍ ରିଜେକ୍ଟ ଲିଷ୍ଟ ବି ଆସିନି ଏଥର। ମାନେ ଉଁ, ସିରିଏଲି ଯୋଉମାନେ ଥିଲେ ସେମାନେ ହୁଁ ହୁଁ ସିଲେକ୍ଟ ହେଇଗଲେ, ଆଉ ଡିଭି କୁ ଯୋଉମାନେ ତଳେ ରହିଗଲେ ସେମାନଙ୍କୁ କଟିଗଲେ, ରିଜେକ୍ଟ ଲିଷ୍ଟ ବି ଆସିଲାନି। ଆଚ୍ଛା ହଉ ଠିକ ଅଛି, ତ ତୁମେ ଆଗରୁ ପ୍ରିପେୟାର କରୁଛ ଡିଭି ପର୍ଯ୍ୟନ୍ତ ଯାଇଛ ମାନେ ତ ମେନ୍ ତ ଦେଇଥିବ, ମେନ୍ ର ତ କ୍ୱାଲିଫାଇ କରିଥିବ, ନହେଲେ ଡିଭି କି ଡାକିଲେ କାହିଁକି ତୁମକୁ? ସାର୍ ହେଲା, ତ ତୁମର ନଲେଜ ତ ନିହାତି ଥିବ, କିଛି ବେଶୀ ନାହିଁ, ପ୍ରୋବ୍ଲେମ ପ୍ରାକ୍ଟିସ କରେଇବା ଆଉ ଠିକ ଅଛି। ହଁ ସାର୍ ଆଉ ଯୋଉମାନେ ସେଥିପାଇଁ ଟିକେ ନୂଆ ଜଏନ କରିଛ ତାଙ୍କ ପାଇଁ କନସେପ୍ଟ ବି ରହିବ ଆଉ ସାର୍ ବୁକ୍ ହେଲା। କିଛି କହିପାରିବେ କୋଉଠୁ ଫଲୋ କରିବୁ ଟିକେ? ତ ଭଲ ବୁକ୍ ତୁମେ ମୋ ମତରେ ତୁମେ ଏକ୍ସାମ କ୍ୱାଲିଫାଏ କରିବାକୁ ଚାହୁଁଛ ଯଦି କୌଣସି ବୁକ୍ ପଢନି, ଯାହା ତୁମକୁ ନୋଟ ମିଳୁଛି ସେଇ ନୋଟ କୁ ପଢ। ତୁମେ ଭଲ ବୁକ୍ କହିଲେ ମୁଁ SLR ରା କହିବି, ଭ୍ୟୁର ବି ବୁକ୍ ଭଲ, ବଟ୍ ସେ ବୁକ୍ ତୁମେ ପଢିଲେ ବର୍ତ୍ତମାନ ତୁମେ ଏକ୍ସାମ କ୍ୱାଲିଫାଇ କରିପାରିବନି। କଷ୍ଟ ଦେଇପାରେ ମୋ କଥା, ବଟ୍ ସତ କଥା, ଯୋଉଟା ମୁଁ ଭୁଲ କରିଛି ସେଇଟା ମୁଁ ତୁମକୁ କହୁନାହିଁ ଯେ ସେ ଭୁଲ କର ବୋଲି। ମୁଁ ବି ଏଇଭଳିଆ କରି କରିକି ଆଜି ଗଭର୍ଣ୍ଣମେଣ୍ଟ ଚାକିରି ଏପର୍ଯ୍ୟନ୍ତ ନାହିଁ, ବୁଝିହେଲା। ସାର୍ ତ ସେଇଥିପାଇଁ କହୁଛି ଯେ ସେ ଭୁଲ କରନି ଯେ ଯେ ତୁମେ ବୁକ୍ ଫଲୋ କର ଏବେ। ବୁକ୍ ଫଲୋ କରିବାଟା ଗୋଟେ ବୁଦ୍ଧିମାନର କାମ ନୁହଁ। ମେନ୍ ହେଲା ସାର୍ ଆଜିକାଲି କୋଶ୍ଚେନ୍ ଯେମିତି ପାଇଁ କମ୍ପିଟିସନ ବଢିଲାନି। ସାର୍ ହଁ, ପ୍ରାକ୍ଟିସ ପାଇଁ ଟେଷ୍ଟ ସିରିଜ, ଟେଷ୍ଟ ସିରିଜ ଆଉ କ୍ୱେଶ୍ଚନ, ତୁମେ ବ୍ୟୁରୋର ବି ଯଦି ବୁକ୍ ର ପିଡିଏଫ, ବ୍ୟୁରୋର ବୁକ୍ ର ପିଡିଏଫ ମିଳୁଛି, ଓଡିଶା ବି ସାର୍। କିଣିବା ଦରକାର ନାହିଁ। ବ୍ୟୁରୋର ବି, ହଁ, ଯୋଉଟା ଆମର BSc ମାନେ CHSE ର ଯୋଉଟା ବ୍ୟୁରୋ ବୁକ୍, ତାର ଯେତିକି କ୍ୱେଶ୍ଚନ ଅଛି ଯଦି ସେତିକି ବି କରିଦବ, MCQ ଯେତିକି ଅଛି ଆଉ ସର୍ଟ କ୍ୱେଶ୍ଚନ ଯେତିକି ଅଛି ସେତିକି କରିଦେଲେ ବି କ୍ୱେଶ୍ଚନ ଆସିଯାଏ ତା ଦେହରୁ। ନହେଲେ NCERT ବୁକ୍ ର PDF ମିଳୁଛି, ତାର MCQ କର ହେଲା, ଯୋଉ ଯୋଉ ଚାପ୍ଟର ଅଛି ତାର MCQ ଆଉ ଏକ୍ସାମ୍ପଲ ଗୁଡା କରିଦିଅ, ବ୍ୟୁରୋ ବୁକ୍ ର ଏକ୍ସାମ୍ପଲ ଆଉ ଏଗୁଡା କର। ତେଣୁ ସେଇଗୁଡା କର, କିନ୍ତୁ କନସେପ୍ଟ ପଢିବା ପାଇଁ ବର୍ତ୍ତମାନ ବୁକ୍ ଅଣ୍ଡାଳ ନାହିଁ। ଦି ପ୍ରକାର ପ୍ରିପାରେସନ ଥାଏ ନା, ସ୍ମାର୍ଟ ପ୍ରିପାରେସନ ଆଉ ଗୋଟେ ହେଲା ହାର୍ଡ ୱାର୍କ, ସ୍ମାର୍ଟ ୱାର୍କ। ତେଣୁ ହଉ ସାର୍ କୌଣସି ବି ଏକ୍ସାମ କ୍ୱାଲିଫାଇ କରିବା ପାଇଁ ହାର୍ଡ ୱାର୍କ ଦରକାର ନାହିଁ, ସ୍ମାର୍ଟ ୱାର୍କ ଦରକାର। ଆମେ ସାର୍ ସମସ୍ତଙ୍କର ସବୁ ଏଠି ଯେତିକି ତୁମେ ଜଏନ କରୁଛ ସମସ୍ତଙ୍କର ସେମ ଥିବ କନସେପ୍ଟ। ସବୁ +2 ଫିଜିକ୍ସ ପଢିଛ, ଗ୍ରାଜୁଏସନରେ BSc ଫିଜିକ୍ସ ଅନର୍ସ ଥିବ, କି କେମିଷ୍ଟ୍ରି ଥିବ, କି ମ୍ୟାଥ ଥିବ, ତ ଫିଜିକ୍ସ ତ ପଢିଥିବ। ହଁ ଦେବାଶିଷ କଣ କହୁଛ କୁହ? ଆଜ୍ଞା ସାର୍ ଏମିତି ଶୁଣିଛି ଯେ ଏମିତି ସମସ୍ତେ କହୁଛନ୍ତି ନା ଫିଜିକ୍ସ ଉପରେ ବେଶୀ ଫୋକସ କର ନା, ଜଷ୍ଟ ଟିକେ ଦେଖ ଯେମିତି 8 10ଟା ଠିକ ହେଲା ଭଳିଆ, ବେଶୀ ଫୋକସ କର ଟାଇମ ନେଇଯିବ ଇଏ ସିଏ। ଦେଖ ସେଇଟା ସେଇମାନେ କହନ୍ତି ଯୋଉମାନଙ୍କର ଫିଜିକ୍ସ ଷ୍ଟ୍ରଙ୍ଗ ନଥାଏ, ଆଜ୍ଞା ବୁଝିହେଲା ନାଇଁ? ତୁମେ ଯଦି ଫିଜିକ୍ସ ଷ୍ଟ୍ରଙ୍ଗ କରିଦବ, ତୁମର ଯାହାର ବି, କାରଣ ସବୁ ତ ମୁଁ ଜାଣିଛି ଏଇଟା, ମୋ ନିଜର ବି ମୁଁ କହୁଛି, ମୋର କେମିଷ୍ଟ୍ରି ବହୁତ ୱିକ୍, ମୋର ଅଧା ଏକ୍ସାମ କେମିଷ୍ଟ୍ରି ପାଇଁ ହିଁ କଟିଛି। ଯେତିକି ମୁଁ ବି ଦେଇଛି ହାଇସ୍କୁଲ ଟିଚର, ମୋର ଅଧା ଏକ୍ସାମ କେମିଷ୍ଟ୍ରି ପାଇଁ ବି କଟିଛି। OST ର ବି କେମିଷ୍ଟ୍ରି ପାଇଁ ମୋର ମାର୍କ କମ ରୁହେ। ତ ମ୍ୟାଥ ଫିଜିକ୍ସ ମୋର ଷ୍ଟ୍ରଙ୍ଗ, ବଟ୍ କେମିଷ୍ଟ୍ରି ମୋର ବହୁତ ୱିକ୍। ତ ସେଇଟା ଯାହାର କେମିଷ୍ଟ୍ରି ୱିକ୍ ସିଏ କୋଉଠୁ ମ୍ୟାନେଜ କରିବ? ଜେନେରାଲି ମ୍ୟାଥ ଆଉ ଫିଜିକ୍ସ ଅନର୍ସ ପିଲାଙ୍କର କେମିଷ୍ଟ୍ରି ଟିକେ ୱିକ୍ ଥାଏ। ତୁମେ ବି ଯିଏ ଫିଜିକ୍ସ ଅନର୍ସ ଛୁଆ ଯଦି ହେଇଥିବ, ମ୍ୟାଥ ଅନର୍ସ ଯଦି ହେଇଥିବ, ତୁମେ ବି ରିଏଲାଇଜ କରୁଥିବ କେମିଷ୍ଟ୍ରି ଟିକେ ୱିକ୍ ଥାଏ। ଆଉ କେମିଷ୍ଟ୍ରିର ସେ ସବୁ ପ୍ରାୟ ଅର୍ଗାନିକ ର ପକାଏ। ତ ଯୋଉମାନଙ୍କର କେମିଷ୍ଟ୍ରି ଷ୍ଟ୍ରଙ୍ଗ ଅଛି ତ ମ୍ୟାଥ ଉପରେ ଅଧିକା ଧ୍ୟାନ ଦିଅ, ଆଉ ଯୋଉମାନଙ୍କର କେମିଷ୍ଟ୍ରି ଷ୍ଟ୍ରଙ୍ଗ ନାହିଁ ସେମାନେ ଏଇଟାକୁ ଧ୍ୟାନ ଟିକେ ଦବ, ଆଉ ଫିଜିକ୍ସ ଟାକୁ ଟିକେ ଧ୍ୟାନ ଦବ, କାରଣ କେମିଷ୍ଟ୍ରି ଠାରୁ ମତେ ଲାଗେ ଫିଜିକ୍ସ ଟା ସହଜ। ତେଣୁ ଇଣ୍ଡିଭିଜୁଆଲ ମତ ଥାଏ ନା, ତେଣୁ ତୁମର ଇଣ୍ଡିଭିଜୁଆଲ ଚଏସ କଣ ଦେଖିବ। କିନ୍ତୁ ଆମର ସାର୍ ବେଟର ଯେତିକି ଟାଇମ ତୁମେ ଫିଜିକ୍ସ କେମିଷ୍ଟ୍ରି କି ମିଶେଇକି ଦଉଛ, ମ୍ୟାଥ କୁ ଦିଅ।
ଘଣ୍ଟାଏ ଲେଖେ କେମିଷ୍ଟ୍ରି କି ଦଉଛ ଦେନ୍ 2 ଆୱାର ମୋ କଥା ଶୁଭୁଛି ତ କ୍ଲିୟର ଅଛି ତ ମୋ କଥା ହଁ ସାର୍ ଏବେ ଶୁଭିଲା। ସାର୍ ଟିକେ ବ୍ରେକ୍ ହେଲା। ତ ଯଦି ତୁମର 2 ଆୱାର ଯଦି ତୁମେ ସରି 1 ଆୱାର ଯଦି ଫିଜିକ୍ସ କି 1 ଆୱାର ଯଦି କେମିଷ୍ଟ୍ରି କି ଦଉଛ ତାହେଲେ ପର ଡେ 2 ଆୱାର ଦିଅ ମ୍ୟାଥମେଟିକ୍ସ ଯେତିକି ଟାଇମ ଫିଜିକ୍ସ କେମିଷ୍ଟ୍ରି ଦଉଛ ଆଡ୍ କରିକି ମ୍ୟାଥମେଟିକ୍ସ ଦିଅ କାହିଁକି ମ୍ୟାଥମେଟିକ୍ସ ହେଲା ମାର୍କ କେଚିଂ ସବଜେକ୍ଟ 50 ରୁ 50 ତୁମେ ଯଦି ମ୍ୟାଥମେଟିକ୍ସ କନସେପ୍ଟ କ୍ଲିୟର ଥିବ ପ୍ରାକ୍ଟିସ କରିକି ଯାଇଥିବ 50 ଠାରୁ 50ଟା କ୍ୱେଶ୍ଚନ ମ୍ୟାଥମେଟିକ୍ସ କରିକି ଆସିବ ଆଉ ଠିକ କରିକି ଆସିବ ଫିଜିକ୍ସ କେମିଷ୍ଟ୍ରି ଯେତେ ପଢ କୋଉଠି ଯଦି ଗୋଟାଏ ବି କନସେପ୍ଟ ତୁମର ୱିକ୍ ରହିଗଲା ଯଦି ସେଇଟାରୁ ଆସିଗଲା ଭୁଲ ହେଇଯିବ ଢାବା ମାରିଲେ ହବ ନାହିଁ ବୁଝିଲା ନା ସାର୍ ବୁଝିଲା ଆମର ସାର୍ ଆପଣ ୱିକଲି କେତେଟା କ୍ଲାସ କରିବେ ଏମିତି ମାରାଥନ କି କଣ? ମୁଁ ଏଇ ସପ୍ତାହର ଗୋଟାଏ ଦିନ ହିଁ କରିବି ତୁମର ଆଜି କାଲି ଟିକେ ମୋର କାମ ଅଛି ତ ସେଇ ଯୋଉ ମୁଁ ଆଜି ସଟରଡେ କରିଦେଲି ତୁମର ସଣ୍ଡେ ହିଁ କ୍ଲାସ ଚାଲିବ ଆଉ ତାହେଲେ ୱିକଲି ସାର୍ ଦି ଦିଟା ହେଲା କରୁନାହାନ୍ତି ହଁ ଆପଣ କଣ କହୁଛ ଆମର ମୁଁ ହଁ କହିଲି କି ସାର୍ ଆପଣ ୱିକଲି ଦି ଦିଟା କରନ୍ତୁ। ଆରେ ଟାଇମ ହବନି ମତେ ମୁଁ ଯେତେବେଳେ ସାର୍ କରନ୍ତି ଆମର ତୁମର ତ ଫିଜିକ୍ସ ର ରେଗୁଲାର ବିଲକୁଲ କ୍ଲାସ କିଛି କରନ୍ତି ସେମିତି ସାର୍ ଟିକେ ରିକ୍ୱେଷ୍ଟ କରୁଛୁ ସାର୍ ଯଦି ଟିକେ କେତେବେଳେ ଟିକେ ସାର୍ ଟାଇମ ହୁଅନ୍ତା 2ଟା କ୍ଲାସ କଲେ ସାର୍ ଟିକେ ବେଟର ହୁଅନ୍ତା। ଆମର ଫିଜିକ୍ସ ରେ ମାନେ କହିବାକୁ ଗଲେ ସେମିତି କ୍ଲିୟର ହେଇନି କି ମୋଟେ ବିଲକୁଲ ଭାରି ଇଏ ଲାଗୁଛି। ହଉ ଠିକ ସାର୍ ଅଛି ମୁଁ ଆମର ଚେଷ୍ଟା କରୁଛି ଦେଖ ବର୍ତ୍ତମାନ ଶୁଣ ଟିକେ ଏବେ +2 ସେକେଣ୍ଡ ଇୟର ଛୁଆଙ୍କର ଏକ୍ଜାମ ଅଛି ହେଲା ତ ଆଜ୍ଞା ତାଙ୍କର ଏକ୍ଜାମ ଟା ଷ୍ଟାର୍ଟ ହେଇଗଲେ ତାଙ୍କର କ୍ଲାସେସ୍ ବନ୍ଦ ହେଇଯିବ ହେଲା ପ୍ରାୟ ଫେବୃଆରୀ 5-10 ପରେ ମତେ ଟିକେ ଅଧିକା ଟାଇମ ମିଳିବ ଯେହେତୁ +2 ସେକେଣ୍ଡ ଇୟର ଛୁଆ ରହିବେନି ମାନେ ସେକେଣ୍ଡ ଇୟର ଛୁଆଙ୍କର ଏକ୍ଜାମ ହେଇଗଲେ ଗୋଟେ ବ୍ୟାଚ୍ ବନ୍ଦ ତ ତାପରେ ମୁଁ ନହେଲେ ପଢେଇବି ଆଉ ହେଲା ନହେଲେ ଡ୍ୟୁଲି କରିବି 2ଟା କ୍ଲାସ ରଖିବା ୱିକରେ ଆଉ ଯୋଉ ଟିକେ ସେକେଣ୍ଡ ଇୟର ଛୁଆଙ୍କର ଏକ୍ଜାମ ଅଛି ଆଉ ତାଙ୍କ ଏକ୍ଜାମ ଟିକେ ଇମ୍ପୋର୍ଟାଣ୍ଟ ତୁମେ ସବୁ ଜାଣିଛ ତ ଟିକେ ଟାଇମ ଦିଅ ଫେବୃଆରୀ 10 ପରେ ଦେଖିବା ଆଉ ଡ୍ୟୁଲି ନହେଲେ 2ଟା କ୍ଲାସ କରିବା ଆଉ ଗୋଟେ ୱିକଲି ଆଉ ହେଲା ଆଉ ଗୋଟେ ସାର୍ କଣ କି ଆପଣ ଯୋଉ ହୁଁ କ୍ଲାସ କରିବେ ସାର୍ ଟିକେ ଟିକେ କନସେପ୍ଟ କହିକି ଆପଣ ପ୍ରାୟ ଆମର ପ୍ରୋବ୍ଲେମ ଟା ବେଶୀ ଟିକେ ପ୍ରାକ୍ଟିସ କରେଇବେ ମାନେ ସେଇଥିପାଇଁ ଆମର ମାନେ ଠିକ କନସେପ୍ଟ ଅଛି ଟା ହଁ ସେଇଥିରୁ ବେଶୀ clear। ହଁ ତୁମେ ପ୍ରୋବ୍ଲେମ ଉପରେ ବହୁତ ଫୋକସ କରୁଛ ମୁଁ କରିବି ପ୍ରୋବ୍ଲେମ ବ୍ୟସ୍ତ ହୁଅ ସାର୍ ଆଜି ଫାର୍ଷ୍ଟ କ୍ଲାସ ତେଣୁ ସେ ୟୁନିଟ ଡାଇମେନସନ ରୁ ଷ୍ଟାର୍ଟ କଲି ବୋଲି ଟିକେ ଲେଟ୍ ହେଲା ତ ନେକ୍ସଟ କ୍ଲାସ ରୁ ସାର୍ ଆମେ ସେୟା କରିବା ଯେ ହଁ ଏ ତୁମର ପ୍ରାୟ ମୋସନରେ ଯେତିକି ଥିଲା ଆମର କନସେପ୍ଟ ସାର୍ 60% ସରିଗଲା ଆଉ ସେ ନ୍ୟୁଟନ୍ସ ସାର୍ ଲଜ୍ ଅଫ ମୋସନ ଇନର୍ସିଆ ସେ ଯାହା ଅଛି ଇନର୍ସିଆରୁ ଟିକେ ପକାଏ ଇନର୍ସିଆ ତ କ୍ୱେଶ୍ଚନ ପକେଇବନି ମ୍ୟାଥମେଟିକାଲ ନାହିଁ ତା ଦେହରେ କିଛି ସେଠୁ କନସେପ୍ଟ ପକାଏ ତ ଯୋଉଟାରୁ କନସେପ୍ଟ ପଢିବା କଥା ପଢିବ କହିଦେବି ଯୋଉଟାର ଇଏ ପଢିବା କଥା କହିବି ହେଲା ମୁଁ ଏଇ ସାର୍ ମୋସନରେ ବହୁତ ଆଜ୍ଞା ସାରା ଆଉ କ୍ୱେଶ୍ଚନ ଆଉ ଏଇ ପ୍ରାକ୍ଟିସ କରିବି ଟାଇମ କାଲକୁଲେସନ ଦେବି ହେଲା ମାନେ ସାର୍ ପ୍ରୋବ୍ଲେମସ୍ ର କାଲକୁଲେସନ ସବୁ ଫାଷ୍ଟ କେମିତି କରିବୁ ତା ଉପରେ ଟିକେ ଟ୍ରିକ୍ କିଛି କହିବେ। ଠିକ ଅଛି ନେକ୍ସଟ କ୍ଲାସ ମୁଁ ସେଇଟା ଆଗେ ଶିଖେ ଯେବେ ନେକ୍ସଟ କ୍ଲାସ ଆମେ ପ୍ରୋବ୍ଲେମ ଷ୍ଟାର୍ଟ କରିବା ହେଲା ଆଉ ଟିକେ ଅଳ୍ପ କନସେପ୍ଟ ଅଛି ୟା ଦେହରେ କହିଦେଇକି ପ୍ରୋବ୍ଲେମ ଷ୍ଟାର୍ଟ କରିବା ନେକ୍ସଟ କ୍ଲାସ ତ ପ୍ରୋବ୍ଲେମ ଯେତେବେଳେ ସଲ୍ଭ କରିବେ ସେତିକି ବେଳେ ମୁଁ କହିଦେବି ଯେ କଣ କଣ ଷ୍ଟେପ ଦେଲେ ତୁମେ ପ୍ରୋବ୍ଲେମ କରିପାରିବ ଆଜ୍ଞା ହେଲା ହଁ ସବୁ ପ୍ରୋବ୍ଲେମକୁ ସଲ୍ଭ କରିବା ଷ୍ଟେପ ଥାଏ ଯଦି ତୁମକୁ ଫାଷ୍ଟ ଜଣା ପଡିଯାଉଛି ଗିଭେନ କଣ ଅଛି ଆଉ କ୍ୱେଶ୍ଚନ ର କଣ ପଚାରିଛି ବାସ୍ ତା ଭିତରେ ତୁମକୁ ରିଲେସନ ଦେଖିବାର ଅଛି ଯେମିତି ତୁମକୁ ମୁଁ କହିଦେଲି ଯେ ତୁମର ଆଇଦର ପଚାରିଥିବ ଯେ 2ଟା ଫର୍ମୁଲାକୁ ନିଅ ନହେଲେ ଗୋଟାଏ ଫର୍ମୁଲାରୁ ଡାଇରେକ୍ଟ ଆନ୍ସର ବାହାରୁଥିବ ତ ଠିକ ଅଛି ତୁମକୁ ଖାଲି ଫର୍ମୁଲା ମନେ ରଖିବାର ଅଛି ଆଉ କ୍ୱେଶ୍ଚନ କଣ ଦେଇଛି ତାକୁ ଟିକେ ବୁଝିବାର ଅଛି ଥଣ୍ଡା ମାଇଣ୍ଡରେ ବସିବାର ଅଛି ଆଉ କିଛି ନାହିଁ ସାର୍ ଠିକ ଅଛି ତ ଚାଲ ନେକ୍ସଟ କ୍ଲାସ ପୁଣି ଦେଖା ହବ ଆଉ। ଠିକ ଅଛି ବାय ବାय ଗୁଡ ଲକ୍ ଟୁ ୟୁ ଅଲ୍ ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ। Thank you, sir. ଥ୍ୟାଙ୍କ ୟୁ